कौन हालचाल कौन खबर आउ के कौन पचारे चाहते थे पचारत पूर्व क्लास हम जहाँ सब डिस्कशन करते और एपर्यंत जहाँ सब आम डिस्कशन कर सारी कार क्वेश्चन अच्छे पचारत ଆମର ଲାଷ୍ଟ କ୍ଲାସଟା ତ ଆମର ପଲିଟିକ୍ସ ଆଉ ସ୍ପିରିଚୁଆଲ ଉପରେ ପଳେଇଲା ଆଉ। कौन किसी क्वेश्चन अच्छे देखते ତାପରେ ଆଉ କିଛି ନାହିଁ ଆଉ। किसी नहीं ଆମେ ତାହେଲେ ସେତେ ବାଟ ଜାଣିନୁ ଯଦି କିଛି ଇଏ ହବ ତାହେଲେ କହିବୁ ଆଉ ମୋ ତରଫରୁ ମୁଁ କହୁଛି ଆଉ। ओके प्रिय सर ଆପଣ କିଛି क्वेश्चन ଅଛି प्रिय सर अछंती ना फिजिकल प्रेजेंट मेंटल एब्सेंट ना मेंटल प्रेजेंट फिजिकल एब्सेंट प्रिय सर अछंती ତାହେଲେ ବର୍ତ୍ତମାନ ମତେ କୁହନ୍ତୁ ଆପଣ ମାନେ ସମସ୍ତେ ନ୍ୟୁଜ ଆପ ଇନଷ୍ଟଲ କଲେ ନ୍ୟୁଜ ଆପ ଇନଷ୍ଟଲ କରିଛନ୍ତି ନା ନାହିଁ यस और नो କୁହନ୍ତୁ ୟେସ୍। यस सर ସୁରେନ୍ଦ୍ର ସାର୍ କୁହନ୍ତୁ କୋଉ କୋଉ ଆପ ଇନଷ୍ଟଲ କଲେ ମୁଁ ସାରେ ତିନିଟା କରିଛି ଗୋଟେ ହଉଛି ଇ ଟାଇମ୍ସ ଆଉ ମନି କଣ୍ଟ୍ରୋଲ ଆଉ ଗୋଟେ ସେଟା କଣ ସାରେ ଜେଟ୍ ର କଣ ଗୋଟେ କଣ ମନେ ପଡୁନି କଣ ସାର୍ ଜି 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 ବିଜନେସ୍। ମନି କଣ୍ଟ୍ରୋଲ ଆଜି ଆପଣ କିଛି ପପଅପ୍ ପାଖରେ ନୋଟିସ୍ କିଛି ନ୍ୟୁଜ ଆସିଛି ନା ଆସିନି ହଁ ସାର୍ ସେଟା ଆସିଲା କିନ୍ତୁ ମୁଁ ସାର୍ ଟିକେ ଜାଣିପାଇଲିନି। ଜାଣିପାରିଲିନି ମତଲବ ସେଇ ଷ୍ଟର୍ମ ମାନେ ଟିକେ ବୁଝି ହଉନି ଆକ୍ଚୁଆଲି ସେଟା ତ ଷ୍ଟର୍ମ ଟା ବୁଝି ହଉନି ତାଙ୍କର ଯୋଉ ଏଟା କୋଉ ଟର୍ମ ବୁଝି ହଉନି ଆଜି କଣ ସେଟା ମୁଁ ଟିକେ ଖାଲି ବୁଝିଲି କି ଆଜି ଆମର ଯୋଉ ଆରବିଆଇ ଗଭର୍ଣ୍ଣର ନା କଣ ସେ ଶଶିକାନ୍ତ ନା କଣ ଏମିତି ସିଏ କହିଲେ କି କଣ ଯୋଉ ଅଏଲ ଗୋଟେ କିଣାଯିବ ବୋଲି ରୁଷିଆ ଠାରୁ ଏଇଟା ମୁଁ ଟିକେ ଖାଲି ଏଇଟା ଇଏ କଲି ଆଉ ଗୋଟେ ଭୋଡା ଫୋନ କଣ ଗୋଟେ ଇଏ ହେଇଛି ଭଳିଆ ମୁଇଁ ଗୋଟେ ଦିଟା ଟିକେ ଜାଣିପାରିଲି ଆଉ କିଛି ଜାଣିପାରିଲିନି। ଗୋଟାଏ ଦିନରେ ଆପଣ ବୋଧେ ମନି କଣ୍ଟ୍ରୋଲ ଅତି କମରେ 20 to 30 ମେସେଜ ଆସିବ ହଁ 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 ସାର୍ ହଁ ସେଇଗୁଡ଼ା ଆସୁଛି ସାର୍। ପ୍ରଥମେ ଯେତେବେଳେ ମାନେ ଏଇ ସବୁ ଜିନିଷ କାହିଁକି କହୁଛି ନା ଇଏ ମାର୍କେଟ କାରଣ ମନି କଣ୍ଟ୍ରୋଲ କାରଣ ମାର୍କେଟ ରିଲେଟେଡ ନ୍ୟୁଜ ଆସିବ ଅଲଗା କିଛି ଆସିବନି ଯୋଉଟା କି ଆପଣ ମାର୍କେଟ ପାଇଁ ଦରକାର ଆପଣ ଅପଡେଟ ରହିବେ ହଁ ଇକୋନୋମିକ ହଁ ଟାଇମ୍ସ କୁହନ୍ତୁ ମନି କଣ୍ଟ୍ରୋଲ କୁହନ୍ତୁ ଆପଣ ଇନଷ୍ଟଲ କଲେ କେବଳ ହିଁ ମାର୍କେଟ ପାଇଁ ମାର୍କେଟରେ କାମ କରିବା ଶିଖିବା ପାଇଁ ତ ପ୍ରଥମ ଜିନିଷ ହେଲା ସକାଳେ ଗ୍ଲୋବାଲ ମାର୍କେଟ କଣ ଅଛି ଏସିଆନ ମାର୍କେଟ କଣ ଅଛି କେତେ ଗ୍ୟାପ ଅପ୍ ଖୋଲିବ ମାନେ କେତେ ପଏଣ୍ଟ ହଁ ହଁ ଗ୍ୟାପ ଅପ୍ ସେଇଟା ଖୋଲିଛି ସେଇଟା ଆସିଲା ତ ସେଇଟା ସାର୍ ପ୍ରଥମେ ସେଇଟା ସକାଳେ ଆସିଲା କି କେତେ 79 ପଏଣ୍ଟର ସେଟା ପ୍ଲସ୍ ଖୋଲିବ ବୋଲି ସବୁ ଦେଖେଇଲା। ତ ସେଇଟା ଦେଖେଇଲା ଯେ ମାନେ ଆପଣ ଦେଖନ୍ତୁ ଏସିଆ ମାର୍କେଟରେ ଯୋଉ ଯିଏ ଯୋଉ କେତେ କେତେ ପଏଣ୍ଟ ଗ୍ୟାପ ଅପ୍ ଖୋଲିବେ ଗ୍ୟାପ ଡାଉନ ଖୋଲିବେ ତ ସେ ସବୁ ଦେଖେଇଲେ ଆପଣ ହୁଁ ତାପରେ କ୍ଲିକ୍ ଯେତେବେଳେ ସେ ନ୍ୟୁଜ ଟା ଆସେ ଆପଣ ତା ଉପରେ କ୍ଲିକ୍ କଲେ ଡାଇରେକ୍ଟ ସେ ଆପଣଙ୍କୁ ମନି କଣ୍ଟ୍ରୋଲ ଆପକୁ ନେଇଯିବ ହଁ ହଁ ତ ହଁ ମନି କଣ୍ଟ୍ରୋଲ ଆପରେ ଆପଣ ଆଉ ଡିଟେଲ୍ସ ସେଟା ହେଡଲାଇନ ଦେଖିଲେ ଆଉ ଡିଟେଲ୍ସ ଆପଣ ପଢିବାକୁ ଚାହିଁଲେ ତାକୁ ଓପନ କରି ପଢିବେ ହୁଁ ହୁଁ ପଢିବେ ବୁଝନ୍ତୁ ନ ବୁଝନ୍ତୁ ପଢିବେ ପଢିଲେ ହିଁ ଆସ୍ତେ ଆସ୍ତେ ବୁଝିବେ ତାକୁ ପଢିଲେ ତାପରେ ସପୋଜ ଦେଖିବେ ୟୁଏସଏ କଣ କହିଲା ଡୋନାଲ୍ଡ ଟ୍ରମ୍ପ କଣ କହିଲେ ତାପରେ ଆପଣଙ୍କର ରଷିଆ ୟୁକ୍ରେନ ର ୱାର ବିଷୟରେ କଣ ଆସିଲା ଅପଡେଟ ଆସିଲା କିମ୍ବା ଆପଣଙ୍କର ଇସ୍ରାଏଲ ଇସ୍ରାଏଲ ଆଉ ହମାସ ଉପରେ କଣ ନ୍ୟୁଜ ଆସିଲା ଏସବୁ ଜିନିଷ କଣ ମାର୍କେଟ ଉପରେ ଇମ୍ପାକ୍ଟ ପକେଇବ ନା ଯେତେବେଳେ ସପୋଜ ଦେଖିବେ କାଲି ଡ୍ରୋନ୍ ଆଟାକ କଲା କି ରଷିଆ ଡ୍ରୋନ୍ ଆଟାକ କରିଥିଲା କାହା ଡ୍ରୋନ୍ ଆଟାକ କରିଥିଲା ରଷିଆ ଉପରେ ଡ୍ରୋନ୍ ଆଟାକ କରିଥିଲା ୟୁକ୍ରେନ ତ ଇଏ ସବୁ ଜିନିଷ ମାର୍କେଟ ଉପରେ ଇମ୍ପାକ୍ଟ ପକେଇବ ନା ତ ଇଏ ନ୍ୟୁଜ ଆପଣ ପପଅପ୍ ଆସିଲା ତାକୁ ମାନେ ଇଏ କରିଦେବେନି କ୍ଲିୟର କରିଦେବେନି ଗୋଟି ଗୋଟି ପଢିବେ ଏଇ ନ୍ୟୁଜ ସବୁ ଆପଣ ଅପଡେଟ ହେବେ କାହିଁକିନା ଆପଣ ମାର୍କେଟରେ ବସିଥିବେ ଏଇ ନ୍ୟୁଜ ସବୁ ଯିଏ ଆସୁଥିବ ସଡନଲି ଆସିବ ତ ତା ଉପରେ କଣ ହବ ନା ମାର୍କେଟରେ ଇମ୍ପାକ୍ଟ ପଡିବ ତ ସେଥିପାଇଁ ଆପଣ କଣ କରିବେ ନା ସବୁ ନ୍ୟୁଜ ଅପଡେଟ ହେବେ ତାପରେ ଜି ବିଜନେସ ଦେଖନ୍ତୁ କିମ୍ବା ଅଲଗା ନ୍ୟୁଜ ଚ୍ୟାନେଲ ଦେଖନ୍ତୁ
7:30 ରେ ଆପଣ ହେडलाइंस ଦେଖିବେ तापर 8 AM 8 रे हेडलाइंस देखिए कंपलसरी देखिए कंपलसरी मार्केट रे रही कि आपण पैसा इनकम करने पे चाहते कारण आपण शिक्षा पे बहुत दिन जानिए पे पूरा टर्म्स जो सुनी नथे जानि नथे ताको देखले आपण आसे जानि जिवे 8 रे हेडलाइंस देखिए तापर 8:30 रे हेडलाइंस कोन दबो 8:50 रे हेडलाइंस दबो 8:50 रे हेडलाइंस दबो ये सब हेडलाइंस दे से मार्केट विषय सब दिन कहउथिबे सब ए सब दिन आपण अपडेट हेबे हवा पे पड़ो तापर आपण जब बिजनेस न्यूज देखते न्यूज चैनल देखे आपण का बुझी पानी से एनालिसिस करिवे ना से सब जिनस पर कहिबे सब आपण सुनिबे आपण काम सुनिबे बुझावे चेष्टा करिवे तो एमिति किसी जिनस नाही जे रॉकेट साइंस न जे आपण फिजिक्स केमिस्ट्री मैथमेटिक्स न कि आपण बुझी परिबेनी मैथमेटिक्स डिफिकल्ट जिनस कहले आपण बुझी पारे किछि बुझी परिबे यदि आपण देखिबे मन लगे देखिबे नले मोबाइल न्यूज न्यूज बाटे तो आपण आपण बुलुथिबे पर तो हबोनी कंपलसरी आपको देखिया पे पड़िबो जदि आपण मार्केट रही कि काम करे जे आपण कंपलसरी न्यूज देखिया पे पड़िबो ना देखले हबोनी आपनको देखिया पे पड़िबो कंपलसरी न्यूज कालो देखले ही सारा जी आपण देउतला न्यूज रे जो आईटी सेक्टर ता जियो सकाळ ये कोदला जी न्यूज रे देखुथि 8:30 आड़े आईटी सेक्टर पुलिस में बोली कहउतला सब दिन से सुनिबे ता बेसिस रे काम करिन से जो देबे काने सेठी भी कॉल टिप्स दउछन से कॉल टिप्स किसी आपण ये करिवे ना आपण देखिबे सुनिबे ताको मार्केट से कंपेयर करिवे से कोन कोन होउची जिनसे कंपेयर करिवे शिक्षा पे पड़ियो ना आपण नर केमि शिखिबे ये सब जिनसे सुनिबे न्यूज देखि कारण आपण न्यूज कोड पाइबे एई जिनसे न्यूज मार्केट विषय कलेक्शन करिवे न्यूज देखले अपडेट आपण को करिया पे पड़ियो तो कौन इंसिडेंट हेची कौन नाही तापरे पॉलिटिकल किसी जिनस हेची किसी कमेंट्स देछन कोन हेची तार इंपैक्ट पड़ियो देखंतो एबे वर्तमान कोन चलची बिहार रे इलेक्शन हबो बिहार इलेक्शन के तारिख हबो बिहार इलेक्शन केबे बिहार इलेक्शन केबे सुनतो कोना दे बिहार इलेक्शन केबे हबो न्यूज किसी देखिएनी कलेक्शन करिएनी आ केମିତି हबो इलेक्शन डेट अनाउंस ହେଇନି बट को मासर हबो ନଭେମ୍ବର ଆଡକୁ ବୋଧେ ହବ ଆଉ ହୁଁ ନଭେମ୍ବର ଆଡକୁ ନା କଣ नवेम्बर रे हबो डेट अनाउंस ହେଇନି ତେଣୁ ମୋଷ୍ଟ ପ୍ରୋବାବଲି ନଭେମ୍ବର ହବ ତେଣୁ ୟା ଧରେ କଣ ଚାଲିଛି ବର୍ତ୍ତମାନ ବିହାରରେ କଣ ଚାଲିଛି ପଲିଟିକାଲ କଣ ଏଜେଣ୍ଡା ଚାଲିଛି ସେଟା ଜଣା ନାହିଁ। କଣ ପଲିଟିକାଲ ଏଜେଣ୍ଡା ଚାଲିଛି ବର୍ତ୍ତମାନ ବିହାରରେ ବର୍ତ୍ତମାନ ପଲିଟିକାଲ କଣ ଚାଲିଛି ବର୍ତ୍ତମାନ ସରଗରମ ଚାଲିଛି ଜଣା ତ ନାହିଁ। ଅର୍ଥାତ ଏଥିରେ ଜଣା ପଡିଲା ଆପଣ ମାନେ କେହି ବି ନ୍ୟୁଜ ସହିତ ଅପଡେଟ ରହୁନାହାନ୍ତି ଇଟ୍ ଇଜ ଭେରି ଡେଞ୍ଜରିୟସ୍ इट इज वेरी डेंजरियस भाई न्यूज सहित अपडेट हेबे एसआईआर चली ना जो भाई भोट चलती सुप्रीम कोर्ट चलती पदयात्रा राहुल गांधी पदयात्रा चलती ये सब जिन अपडेट हवा पड़े कहीं ये मार्केट इंपैक्ट पकेब ये जगह जब गवर्नमेंट उपर किसी जिन आंच आसूची मीन्स ये हम तेणु ये सब जिन आपन को अपडेट हवाई पड़ो कंपलसरी जदि मार्केट आप रहा चाहते कहीं मार्केट ऊपर सब इंपैक्ट पकेब ये सबू तेणु से कहे आपको न्यूज सहित संपूर्ण अपडेट रहा पड़ो कौन करूँ न करूँ न्यूज सहित जोटा मार्केट रिलेटेड न्यूज अलग जिनस नुह किए कड़े भागेश कर पड़ेगा ये जो ओडिया चैनल ये देखते किए मरला पाखक गला ये कले ये सब जिन नुह जोटा मार्केट ऊपर इंपैक्ट पकड़ सी न्यूज सहित पूरा आपन अपडेट रहा पड़ो काली देखिए गोटे कंपनी रेड हम आप न्यूज देखी थे रेड रेड हबो मीन्स कौन हम सपोज आप देखले काली आपनकर रिलायंस रिलायंस मुकेश अंबानी कंपनी अनिल अंबानी तो बर्तमान केस चलती तार तो सब बंद कर दिया मुकेश अंबानी रिलायंस कौन सब रेड है
तो रिलायंस जिते सेक्टर अच्छे रिलायंस जिते अच्छी सब डाउन हे किंबा जदि कौन न्यूज जदि बैड न्यूज आसला आपण कहा परे अदानी पर कौन न्यूज बैड न्यूज आसला अदानी जिते सब सेक्टर अच्छी सब सेक्टर कौन हे डाउन हे 5% 10% 20% पर्यंत डाउन हे तेणु ये जिन आप न शुणुथे हम केमी सपोज आप शुणिले दिन 2टा बेलू न्यूज आसला जो यहाँ खराब न्यूज आस तार आउर न्यूज खराब पड़ला आप चाहिए तार गोटे पोजिशन नहीं पारे पुट पोजिशन ऑप्शन करने पुट पोजिशन नहीं कल खसला से आउर तलू खसब तो ये जगह कौन हम ना बड़ बड़ प्रॉफिट आप इनकम करेंगे कि जदि आपड़ कौन सेयार किणिकी पकड़ रखिथे तो सेयार कौन संगे संगे कौन करेंगे एग्जिट कर जहाँ लॉस है एग्जिट कर सर्ट टर्म इन्वेस्टमेंट करते लंग टर्म सहित पड़ी रहा सर्ट टर्म इन्वेस्टमेंट करेंगे सब रिलायंस कौन सी आप इन्वेस्टमेंट करते कि आधान जेकोसी आप इन्वेस्टमेंट करते तार नेगेटिव न्यूज आसला सर्ट टर्म इन्वेस्टमेंट कर छोट बड़ लॉस बाहरी जी मार्केट तलू खसी आसमी तलू खसब आप बड़ा लॉस हम ना लंग टर्म कहते पड़ी रहे लंग टर्म प्लान भी अलग था तो से आपन कौन हवा करने पड़ो ना सबू न्यूज सहित अपडेट रही पड़ो तेणु कौन करूँ कि न करूँ प्रत्येक दिन सकाल न्यूज ही देखिए जहाँ आपण इटी हो कि मनी कंट्रोल हो जहाँ न्यूज अपडेट आसो खोलिए पढ़े आ दरकार पड़े पेन एंड पेपर लिखिक रखिए ये अभ्यास रखु पाखे पेन एंड पेपर रखी थे जो न्यूज नोटिफिकेशन आसला अपडेट करेंगे लिखिक रखिए तापर आपण कौन करेंगे जहाँ सब से न्यूज सब के आउ कौन सब कलेक्शन करेंगे क्वार्टरली रिजल्ट जो आसूँ क्वार्टरली रिजल्ट आसूँ क्वार्टरली रिजल्ट आप मनी कंट्रोल साइड पाइपर क्वार्टरली रिजल्ट क्वार्टरली रिजल्ट मान पर मनी कंट्रोल आसीगला जो कंपनी क्वार्टरली रिजल्ट आसे देखो ये न्यूज गुरा सब लिखिक रखिए कहार कौन रिजल्ट आसी कि आज 25 तारीख था 25 तारीख से रिजल्ट आसी कि 26 तारीख दिन कहार रिजल्ट आसो 27 तारीख कहार 26 तारीख रिजल्ट आसो सी लोटस डबल पंजाब कम्युनिकेशन एटा आसो 27 तारीख दिन कहार रिजल्ट आसी मैक्सवोल्ट एनर्जी आसो 28 तारीख कहार नहीं 29 कहार अच्छी एसजीएल रिसोर्सेस अच्छी 30 अगस्त कहार अच्छी सेडल टेक्सटाइल अच्छी ये सब जिनस अच्छी आपको सब कौन करने पड़ो आपन अपडेट हवापी पड़ो जो रिजल्ट आसी जाए ता बेसिस रे एनालिसिस आपन करे कौन रिजल्ट था मार्केट पर कौन मूव करला देखो ये जो जैसे रिजल्ट ऑलरेडी आसी जाए वोडाफोन आइडिया अशोक लेलैंड पतंजलि फूड्स या तल तल जिते जो मार्केट क्लिक करदे ये तल को आउर सब देख जिनस देखा ये सब जिते आसूची ये सब जिनस आप कौन करेंगे सब अपडेट सब निजी को अपडेट रखा पड़ो रिजल्ट आसला पर मार्केट टा कौन मूव करला ये रिजल्ट देखिए लिखाई शॉर्ट लिखाई कंसोलिडेट पर क्लिक कले डिटेल्स आसी सब डिटेल्स सब क्लिक कले तो ये रिजल्ट बेसिस कौन मार्केट परफॉर्मेंस कला नोटान को देखिए रिजल्ट रे कौन आसला आ मार्केट ताको कौन परफॉर्म कला आ सेदिन मार्केट कौन थिला सेदिन मार्केट बुलिश थिला ना बियरिश थिला आ ये रिजल्ट आसला पर मार्केट रे ये स्टॉक रो बिहेवियर कौन हला ताको लिखि रखिबे रिजल्ट कौन थिला आगुरा कौन रिजल्ट आसुथिला सर गोटे टिके से गोटे एग्जांपल गोटे देखि दोना टिके केमिति हमें जानी पढ़े 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 डिटेल्स सब पढ़िला हाँ पढ़िबा सब ठीक मैं है जो पॉइंट कहूँ से पॉइंट आपको एनालिसिस करा पड़ो डिटेल्स सब कौन हो तो ये सब जिनस कौन ना आप न्यूज सहित अपडेट हो तो जानवे ये जो कहा जार क्वार्टरली रिजल्ट आसो जार क्वार्टरली रिजल्ट आसो आप मोबाइल रे कौन आसो पॉपअप न्यूज रे आसो पॉपअप आगे आसीज आप कौन ओपन कले देखले तार न्यूजटा कौन आस ये जो न्यूजटा आप देखुं ना यहाँ तो ସେଇଟା कौन हम ना सेम जिनस आपको मेसेज रे आसीज तो मेसेज आसले कौन हम ना आप रिजल्ट को लिखिक रखिए पेन एंड पेपर लिखिक रखिए
ଲେଖିକି ରଖିବେ ତାପରେ ମାର୍କେଟ ତା ପରଦିନ ଦେଖିବେ ଆପଣ ଏଇ ରେଜଲ୍ଟ ଏଇଆ ଥିଲା କଣ ହେଲା ଲାଇଭ ମାର୍କେଟ କଣ ପରଫର୍ମ କଲା ତ ସେଇଟାକୁ ଦେଖିବେ ତ ଏଇ ରେଜଲ୍ଟ ଦେଖିଲେ ତ ଆପଣ ଜାଣିବେ ନା ଆପଣ ଜାଣିବେ କାହାର ରେଜଲ୍ଟ କଣ ଅଛି କୋଉ କମ୍ପାନୀର ରେଜଲ୍ଟ କଣ ଆସୁଛି ଆପଣ ଜାଣିବେ କେମିତି କହୁନା ଯଦି ଆପଣ ନ୍ୟୁଜ ନ ଦେଖି ନ ଜାଣିବେ ଆର ସେ କେମିତି ଜାଣିବେ ସବୁ ଆପଣ ବା କିଛି ଖବର ରହିବନି ତେଣୁ ଏମିତି କଣ କରୁଛନ୍ତି 85% ଟ୍ରେଡର 85% ଟ୍ରେଡର କଣ କରୁଛନ୍ତି ବ୍ଲାଙ୍କ ମାଇଣ୍ଡ କିଛି ଏ ଜିନିଷ ଖବର ରଖନ୍ତିନି କାହାର ନ୍ୟୁଜ ଆସିଲା କାହାର କଣ ହେଲା ଏସବୁ ଜିନିଷ ଖବର ରଖନ୍ତିନି ଡାଇରେକ୍ଟ ମାର୍କେଟ ପଶନ୍ତି ଟ୍ରେଡ କରନ୍ତି କଣ କରନ୍ତି ନା ସବୁ ନିଫ୍ଟି ବ୍ୟାଙ୍କ ନିଫ୍ଟି ଟ୍ରେଡ କଲେ କଲପୋଟ କଲେ ପଇସା ସବୁ ଉଡେଇଲେ ଏମିତି ଯିଏ ବି ଆପଣ ପଇସା ବର୍ବାଦ ହେଇଛନ୍ତି ସବୁ ଏଇ ଏଫଏନଓ ଟ୍ରେଡିଂ କରିକିରି ସବୁ ବର୍ବାଦ ପଇସା ସବୁ ଉଡେଇଛନ୍ତି ଇଣ୍ଟ୍ରାଡେ ଷ୍ଟକ ରେ ଯୋଉମାନେ କରୁଛନ୍ତି ସେମାନଙ୍କ ବର୍ବାଦି କମ ଟିକେ ଏଫଏନଓ ଟ୍ରେଡିଂ ବର୍ବାଦ ଟା 100% ଏଫଏନଓ ଟ୍ରେଡିଂ ବର୍ବାଦ ଟା 100% ଆଉ ଯୋଉମାନେ ବିଗିନର ଥାନ୍ତି ଷ୍ଟକ ରେ ଜାଣିପାରନ୍ତି ଟ୍ରେଡ କରନ୍ତି ଆଉ ତା କଥା ଶୁଣି ଟ୍ରେଡ କରନ୍ତି ସେମାନଙ୍କ କେସ୍ କଣ ଆସିବ ନା ବର୍ବାଦି ହଉଛି 80% କିନ୍ତୁ ଏଫଏନଓ ଟ୍ରେଡିଂ ଯୋଉ ନୂଆ ନୂଆ ଟ୍ରେଡର ବସିଥାନ୍ତି ମିନ୍ସ ଏଫଏନଓ ଟ୍ରେଡିଂ ନିଫ୍ଟି ବ୍ୟାଙ୍କ ସେନ୍ସେକ୍ସ ଆଦି ସବୁ ଟ୍ରେଡ କଲେ ଆ ଦେହରେ 100% ବର୍ବାଦ ମିନ୍ସ 100% ଲସ୍ କିନ୍ତୁ ଯୋଉମାନେ ଷ୍ଟକ ରେ କରନ୍ତି ଅଳ୍ପ ଅଳ୍ପ କରନ୍ତି ସେମାନଙ୍କ ବର୍ବାଦି ହେଲା 80% କିନ୍ତୁ ଯିଏ ପ୍ରପରଲି ରୁଲ ଫଲୋ କରି ସବୁ ଜିନିଷ ଅପଡେଟ ହେଇକରି ଯଦି କରୁଛନ୍ତି ତାହେଲେ ଆସ୍ତେ ଆସ୍ତେ ମାନେ ଏଇଟା ଯୋଉ ଲସ୍ ହଉଥିଲା ଲସ୍ ଟା କନଭର୍ଟ ହେଇଯିବ କଣ ପ୍ରଫିଟ କନଭର୍ଟ ହେଇଯିବ ତାପରେ ସେମାନେ ଆସ୍ତେ ଆସ୍ତେ ସବୁ ପ୍ରଫିଟେବୁଲ ହେଇଯିବେ ଓକେ ତ ଏଥିପାଇଁ ମୁଁ ଆପଣ ମାନଙ୍କୁ କହିଲି ନ୍ୟୁଜ ସହିତ ସବୁବେଳେ ଅପଡେଟ ରହିବେ ତେଣୁ ସବୁବେଳେ ଯାହା ନ୍ୟୁଜ ଆସିଲା ମିନ୍ସ ତାକୁ ଆପଣ ପଢିବେ ତାକୁ ଇଗ୍ନୋର କରିଦେବେନି ଇଏ କରିଦେବେନି ପଢିବେ କଣ ହେଇଛି ଆଟଲିଷ୍ଟ ହେଡଲାଇନ ଟା ପଢନ୍ତୁ ହେଡଲାଇନ ପଢିଲେ ତ କିଛି ତ ଜାଣିବେ ନା ଯାହା ଗୋଟେ ଆସିଲା କଣ ଗୋଟେ ହେଇଥିବ ତାର ଗୋଟେ ପ୍ରୋଜେକ୍ଟ ମିଳିଥିବ କଣ ହେଇଥିବ ଯାହା ଗୋଟେ ଆସିଥିବ ନା ତେଣୁ ସବୁ ଜିନିଷ ପଢିବେ ଆପଣ ଅପଡେଟ ତେଣୁ ନିଜକୁ ଅପଡେଟ କରିବା ପାଇଁ ପଡିବ ଭାଇ ବିନା ପରିଶ୍ରମ ହବନି ଯାହା ଏବେ ଯଦି ଆପଣ ମାନଙ୍କ ଦିମାଗରେ ଥାଏ ମୁଁ କିଛି ପଢିବିନି और ସାର୍ ଆମକୁ କଣ ଗୋଟେ ସର୍ଟକଟ କହିଦେବେ ସର୍ଟକଟ ଆମେ ସେଥିରେ ମାର୍କେଟ ପଇସା ଇନକମ କରିଦବୁ ନାଇଁ ଭାଇ ଦେयर ଇଜ नो ସର୍ଟକଟ ଟୁ अर्न मनी ମାର୍କେଟ ରେ ଏଠି ସର୍ଟକଟ ରେ କିଛି ନାହିଁ ଜିନିଷ ଭାଇ ପଇସା ଇନକମ ସବୁବେଳେ ମୁଁ ଯେବେଠୁ ଟ୍ରେନିଂ ଆରମ୍ଭ କଲି ସମସ୍ତଙ୍କୁ କହି ଆସେ ଭାଇ ଦେयर ଇଜ नो ସର୍ଟକଟ ନାହିଁ ପଇସା ଇନକମ କରିବା ପାଇଁ ଯିଏ ଯେତେ ପରିଶ୍ରମ କରିବ ଗଧ ଭଳିଆ ନୁହେଁ ଇଣ୍ଟେଲିଜେଣ୍ଟ ହିସାବରେ ଯଦି ଆପଣ ପରିଶ୍ରମ କରିବେ ତାହେଲେ ସେ ଜାଗାରେ ଆପଣ ମାର୍କେଟରୁ ପଇସା ଇନକମ କରିପାରିବେ ଯଦି ନ କରୁଛନ୍ତି ତାହେଲେ ହବନି କାରଣ ଆପଣଙ୍କୁ ଭାବିବେ ମୁଁ କଣ ଏତେ ପରିଶ୍ରମ କରି ମାର୍କେଟରେ ବସିକି 5% ପଇସା ଇନକମ ନାହିଁ ଦିନକୁ ଅତି କମରେ ଆପଣ 10 to 18 ଆୱାର ଯଦି ଆପଣ ନିଜେ ଆଦତ ଡାଲିବେ ମାର୍କେଟରେ ଲାଇଭ ମାର୍କେଟ ରହିଲେ ଲାଇଭ ମାର୍କେଟ ସହିତ ଆଉ ଅଲଗା ଜିନିଷ ଆନାଲିସିସ ନ୍ୟୁଜ ଦେଖିବେ ଆନାଲିସିସ କରିବେ 10 ରୁ 18 ଘଣ୍ଟା ଯଦି ଆପଣ ପରିଶ୍ରମ କରିବେ ଇନିସିଆଲ ପିରିୟଡ ତାପରେ ପରିଶ୍ରମ ଆସ୍ତେ ଆସ୍ତେ କମି ଆସିବ କମି ଆସିବ ତ ଯେତେ ଏକ୍ସପିରିଏନ୍ସ ଆପଣ ବଢେ ସେତେ ପରିଶ୍ରମ ଆହୁରି ବଢି ବଢିକା ଯିବ କାରଣ ଯେତେବେଳେ ଆପଣ ପ୍ରଫିଟେବୁଲ ଯେତେ ଅଧିକା ପଇସା ଇନକମ କରିବେ ଆଉ ଅଧିକା ପଇସା ଇନକମ କରି ଆହୁରି ଚାହିଁବେ ତାହେଲେ ଆପଣଙ୍କୁ ମାର୍କେଟରେ ସେତେ ପରିଶ୍ରମ କରିବା ପାଇଁ ପଡିବ ବିନା ପରିଶ୍ରମ ଭାଇ ହବନି ଆପଣ ଭାବୁଛନ୍ତି ଯଦି ଘଣ୍ଟେ 2 ଘଣ୍ଟା କି 3 ଘଣ୍ଟାରେ ହେଇଯିବ ପଇସା ଇନକମ କରିଦେବି ନାଇଁ ଭାଇ ସେମିତି କେହି ଇନକମ କରିନାହାନ୍ତି ଯିଏ ବି ଆଦିମ କାଳରୁ ଏପର୍ଯ୍ୟନ୍ତ ଯିଏ ବି ଟ୍ରେଡିଂ କରୁଛନ୍ତି କ୍ୟାରିୟର ପଇସା ଇନକମ କରିଛନ୍ତି ସେମାନେ ସବୁବେଳେ ପରିଶ୍ରମ କରିଛନ୍ତି ସବୁବେଳେ ଆନାଲିସିସ୍ କରିଛନ୍ତି ନା ଆପଣଙ୍କୁ ସମୟ ଦେବା ପାଇଁ ପଡିବ ଆପଣ ବିନା ସମୟରେ ଯଦି ଆପଣ ଭାବିକି ମୁଁ ପଇସା ଇନକମ କରିପାରିବେ ହବନି ଚାଲନ୍ତୁ ନେକ୍ସଟ ସେକ୍ଟର ଯିବା ଆମେ ମୁଁ ଆଗରୁ କହିଥିଲି ଯେ ଆପଣ ମାନଙ୍କୁ 2ଟା ଷ୍ଟକ ଦେଇଥିଲେ ଆପଣ ତାପରେ ଆନାଲିସିସ୍ କରିବେ ଏବେ ଦେଖନ୍ତୁ ତାରି ଉପରେ ଯିବା ଯାହା ଉପରେ ଆମେ କାମ କରିବା ତା ବିଷୟରେ ସମ୍ପୂର୍ଣ୍ଣ ଜିନିଷ ଆମେ ଜାଣିବା ଚାଲ ତ ଆମର 2ଟା ହେଲା ଆମର ଏକ୍ସଚେଞ୍ଜ ହେଲା 2ଟା ଗୋଟେ ହେଲା NSE 2ଟା ଏକ୍ସଚେଞ୍ଜ ଗୋଟେ ହେଲା NSE ଆଉ ଗୋଟେ ହେଲା BSE
प्रथम बीएससी थिला तापर एनएससी पर पछरे आड हला दुईटा एक्सचेंज आगुर आउ गोटे थिला कोलकाता रे आउ गोटे थिला कोलकाता एक्सचेंज थिला आउ अलग अलग सब थिला से सब बंद बंद है तो बर्तमान आपनक दुईटा जिनस अछि दुईटा एक्सचेंज गोटे हला नेशनल स्टॉक एक्सचेंज आउ गोटे हला बॉम्बे स्टॉक एक्सचेंज दुईटा के मुंबई रे अछि दुईटा रे हेडक्वार्टर कोठी दुईटा रे हेडक्वार्टर मुंबई रे एनएससी बेस तर एनएससी बेस कहा द्वारा कंट्रोल होछि कंट्रोल का द्वारा ना सेबी द्वारा ताको कंट्रोल करछि के ना सिक्योरिटी रे जहा के सब जिनस अछि कंट्रोल करछि कंट्रोल बाय सेबी तो एनएससी रे आपण केतरा स्टॉक अछि एनएससी रे आपण अराउंड लिस्टेड है 2000 स्टॉक बीएससी रे केते है 55000 सॉरी 5500 प्लस स्टॉक आपण लिस्टेड है का धरे बीएससी का प्रतिदिन मध्य नुआ नुआ कंपनी ऐड होउछ प्रतिदिन मध्य कंपनी ए लिस्ट बाहरी जाउछ जो जन सब क्राइटेरिया फिलअप न करूछन कि बस सेबी एक्शन होछ एमान मध्य डिलिस्टेड करा होउछ अनलिस्टेड करा होउछ तो ये सब जिनस चलছে कंपनी बढ़ुछन कंपनी कम होछन तो नेक्स्ट दिन साला आपण एनएससी रे ट्रेड करिवे ना बीएससी रे देखन जेतला आपण ब्रोकर आपण ओपन करिवे ब्रोकर ओपन करला जे कोन स्टॉक जे आपण सिलेक्शन करछन सपोज इट मोड सिलेक्शन करले ମୁଁ ଯଦି ଏଠି ସିଲେକ୍ସନ କରିବା ପାଇଁ ଚାହୁଁଛି ରିଲାଏନ୍ସ ସିଲେକ୍ସନ କଲି ରିଲାଏନ୍ସ ସିଲେକ୍ସନ କଲି ଏଠି ଦେଖନ୍ତୁ ଦିଟା ଜିନିଷ ଦେଖାଉଛି କଣ ଦେଖୁଛନ୍ତି କହିଲେ ରିଲାଏନ୍ସ ଉପରେ ସର୍ଚ୍ଚ କରିଛି କଣ ଦେଖୁଛନ୍ତି ଗୋଟେ ଏଇଠି ଲେଖା ହେଇଛି ଏନଏସି ଲେଖା ହେଇଛି ଆଉ ଗୋଟେ ବିଏସସି ଲେଖା ହେଇଛି मींस ये रिलायंस कौन है ना बोथ एनएसी रे लिस्टेड है बीएससी रे लिस्टेड है दैट मींस ये जो दीठी 2000 स्टॉक है 5500 स्टॉक मींस आक भितरे किछि स्टॉक कॉमन अछन बीएससी रे अधिक स्टॉक अछंती एनएसी रे कम अछंती आ दीटा मित्र कॉमन अछन जेतले अपन ट्रेड करिया पे चाहिए सपोज रिलायंस बाय करिया पे चाहिए रिलायंस जदि अपन कोन करे बाय करिया पे चाहिए देखो दीटा के ऐड कर दो वाच लिस्ट ऐड कर दो रिलायंस एनएसी ऐड है बीएससी ऐड कर दो अपन ब्रोकर रे बोथ एनएसी ऐड कर पर बीएससी ऐड करिए अपन चाहेले एनएसी रे ट्रेड करि परिबे एनएसी रे ट्रेड करि परिबे एठी बाय ऑर्डर कले अपन एनएसी रे ये ऑर्डरटा एनएसी रे एग्जीक्यूट हो एनएसी अंडर रे जीवो ऑर्डर एग्जीक्यूट हो ये ठीक माइल ये बीएससी अंडर रे जीवो एठी दिन साला मन क्वेश्चन सारा मैं एनएसी रे करिवो ना बीएससी रे करिवो तो एठी क्वेश्चन आसो तो जनरल हला अपन बोथ रे करि परिबे बट अपन प्रिफर कोथरे करिवे एनएसी अंडर करिवे एनएसी अंडर काहे कि करबे ना एनएसी अंडर कने को एनएसी रे वॉल्यूम अधिक थाए रादर देन बीएससी बीएससी रे जति वॉल्यूम थाए एनएसी रे ताठो अधिक थाए तो वॉल्यूम हेले को ना मार्केट मूव होबो यदि वॉल्यूम न रहबो मार्केट मूव होबो अपन किनिथिबे बिकि परिबेनी आज फॉर एग्जांपल मु कहले आलू रो दर केते बेले अधिक बढ़े आलू रो दर केते बेले अधिक बढ़े कम ବାତ୍ୟା ଫାତ୍ୟା ହେଲେ आउ केते बेले आलू दर बढ़े ଆଉ ଯଦି कम ଯେତେବେଳେ ଟିକେ ପ୍ରଡକ୍ସନ କମ ଥିବ ओके आउ केते बेले बढ़े ହୁଁ, ଆଉ କେତେବେଳେ ଧର କୋଉଠି ଗୋଟେ ଦଙ୍ଗା ଫଙ୍ଗା ହେଇଛି ମାର୍କେଟ ବନ୍ଦ ଅଛି ଏମିତି आपण आलू कोउठ आस ଷ୍ଟ୍ରାଇକ୍ ଫ୍ରାଇକ୍ ଯଦି ହଉଥିବ आलूटा आपण कोउठ आस वेस्ट बंगाल की यूपी ईपुर आसुनी ईपुर बहुत रेयरली आसे वेस्ट बंगाल आसी ओडिशा को वेस्ट बेंगल मोस्ट ऑफ जिनस वेस्ट बेंगल आलू आस जेतले वेस्ट बेंगल वाला ममता दीदी जेतले किसी दिन नखरा बार करिए वेस्ट बेंगल आलू गाड़ी यदि बंद कर दोछनी ताले सेतले कण हबो आलू उठी बढ़िला 20 टका दियो संगे संगे बढ़ी जीवो केते जीवो 50 हे जीवो 60 हे जीवो 70 हे जीवो
ଆଉ ଗାଁ ଗହଳିରେ ଆପଣ 100 ଟଙ୍କାରେ ମଧ୍ୟ କିଣିବେ। ଏଠି ଜିନିଷ କୁହନ୍ତୁ, କିନ୍ତୁ ଜିନିଷ ଆପଣ ଜେନେରାଲ କହିଦେଲେ ବି ଆଳୁ ରେଟ୍ ବଢିଗଲା। ଓକେ, ଆଳୁ ରେଟ୍ ସେତେବେଳେ ବଢୁଛି କାହିଁକି? ରେଟ୍ ଟା ବଢିଲା କାହିଁକି? ଏখানে ସିଆଡୁ ଆସିଲାନି, ରେଟ୍ ଟା ବଢିଲା କାହିଁକି? ରେଟ୍ ଟା ବଢିଲା କାହିଁକି? କିଏ କହିଲା? ଡିମାଣ୍ଡ ରହିଲା କିନ୍ତୁ ସପ୍ଲାଏ କଟିଂ ହେଇଗଲା ଆଉ। ତ ଏଠି ଦିଟା ଜିନିଷ ରହିଲା, ଗୋଟେ ଜିନିଷ ରହିଲା ସପ୍ଲାଏ ଆଉ ଡିମାଣ୍ଡ। ତ ଏଠି କଣ ହେଲା ନା ଡିମାଣ୍ଡ ଟା ବଢିଗଲା। ଡିମାଣ୍ଡ ବଢିଗଲା ପରେ ଏଠି କଣ ଅଛି ନା ସପ୍ଲାଏ କମିଗଲା। ଅର୍ଥାତ୍ 10 କେଜି ଆଳୁ ଅଛି, 10 କେଜି ଆଳୁ ପାଇଁ 100 ଜଣ ଲୋକ ଲାଇନରେ ଅଛନ୍ତି। କଣ ଅଛନ୍ତି? 100 ଜଣ ଲୋକ ଲାଇନରେ ଅଛନ୍ତି। ତାହେଲେ ସେ ଜାଗାରେ କଣ ହବ? ସେ ଜାଗାରେ କଣ ହବ? ରେଟ୍ ବଢେଇ ଦେଲେ ଟିକେ ସମସ୍ତେ କମ ନେବେ ଆଉ। ତ ଏ ଜାଗାରେ ଯେହେତୁ ଅଧିକା ଲୋକ ହେଲେ, ତାହେଲେ ବିଜନେସ ମ୍ୟାନ କଣ କଲେ? ଏଠି କଳା ବଜାରୀ କଲେ। କଣ କଲେ? କଳା ବଜାରୀ କଲେ। କହିଲେ ଯାହା ତ କହିଲେ ତ ଲୋକ ତ ନେବେ ନା। ଏ ଜାଗାରେ ସେ କଣ କଲେ? ରେଟ୍ ଆଗରୁ ଜେନେରାଲ ରେଟ୍ 250 ଟଙ୍କା ଅଛି, ଆକୁ 200 ଟଙ୍କା କରିଦେଲେ। 200 ଟଙ୍କା କରିଦେଲେ ମାନେ ଲୋକ ନେବେ। ଇଏ କିଣିଥିବ କେତେ ଟଙ୍କାରେ? ଏ 50 ଟଙ୍କାରେ ବିକ୍ରି, 40 ଟଙ୍କାରେ କିଣିକିରି 50 ଟଙ୍କାରେ ବିକିବା କଥା। ଜେନେରାଲି 10 ଟଙ୍କା ପ୍ରଫିଟ୍ ରଖିଲେ, 40 ଟଙ୍କା କିଣିକି 50 ଟଙ୍କା ବିକୁଛନ୍ତି, ଟ୍ରାନ୍ସପୋର୍ଟେସନ ଖର୍ଚ୍ଚ ଯାଇ 10 ଟଙ୍କା ହାତରେ ରଖି ବିକିଲେ। ତ ଏଇ ଜାଗାରେ କଣ କଲେ ନା, ଯେହେତୁ ଡିମାଣ୍ଡ ଅଧିକା ହେଲା, ଆଉ ତ ନାହିଁ କାହା ପାଖରେ, କମ୍ପିଟିସନ ମାର୍କେଟ ନାହିଁ। କମ୍ପିଟିସନ ମାର୍କେଟ ଥିଲେ କଣ ହବ? ରେଟ୍ ଟା ସିନା କମିକି ରହିବ। 40 ବଦଳେ ମନ ଇଚ୍ଛା ଯେତେ ଯାହା କହିବେ ସେ ରେଟ୍ ଚାଲିଲା। ଅର୍ଥାତ୍ ଏଠି ଦେଖିଲେ କଣ? ସପ୍ଲାଇ କମ ହେଲା, ଡିମାଣ୍ଡ ଅଧିକା ହେଲା, ତାହେଲେ ରେଟ୍ ବଢିଗଲା। ଓକେ, ଠିକ ଅଛି। ତ ଏଇ ଟାଇମରେ କଣ କରିଛନ୍ତି? ଆ ରିଭର୍ସ କଥା କହୁଛି, ଆଳୁ ଆସିଲା, ୱେଷ୍ଟବେଙ୍ଗଲ ଆସିଲା, ୟୁପି ଆଳୁ ଆସିଲା। ୱେଷ୍ଟବେଙ୍ଗଲ ଆଳୁ ଭଲ ଆଳୁ ରହିଲା, ଲୋକ ସବୁ ନେଇକି ପଳେଇଲେ ସବୁ। ୟୁପିରେ ଯୋଉ ଆଳୁ ଆସିଲା, ବଡ ବଡ ଆଳୁ ଆସିଲା, ଆଉ ସେ ଆଳୁ ଗୁରା ସବୁ ଖରାପ ଆସିଲା। ଇଏ କିନ୍ତୁ କିଣିଛନ୍ତି କେତେ ଟଙ୍କାରେ? 60 ଟଙ୍କାରେ କିଣିକି ଆଣୁଛନ୍ତି ପର କେଜି କେତେ? ଇଏ 60 ଟଙ୍କାରେ କିଣିଛନ୍ତି। 60 ଟଙ୍କାରେ ପର କେଜି କିଣିଛନ୍ତି। ତାହେଲେ କଣ ହବ ଏ ଜାଗାରେ? ଏ ଜାଗାରେ କଣ ହବ? କଣ? ଏ ଜାଗାରେ କଣ ହବ? କଣ? କଣ ହବ? ଯାହା ହେଲେ ଗୋଟେ ତ ହବ ନା। ଯଦି ଖରାପ ଆଳୁ ପଡିଲା, ସେ ଟିକେ କମ ଲାଭ ରଖି ଟିକେ ବିକିଦେବେ ଆଉ। ଲୋକ ଏଠି ଲୋକ ଦେଖିଲେ ୱେଷ୍ଟବେଙ୍ଗଲ ଆଳୁ ଭଲ ଅଛି, ତାକୁ ଲୋକ ମାନେ ପଳେଇଲେ। ଏଠି ଦେଖିଲେ ଏଇ ଆଳୁ ବଡ ବଡ ଆଳୁ ଅଛି, ଖରାପ ପଡୁଛି, ଆକୁ ଲୋକ ନେବେନି। ଲୋକ ନେବେନି। ଲୋକ ଯେତେବେଳେ ନ ନେବେ, ତାହେଲେ କଣ ହବ? ସେ ଟିକେ ରେଟ୍ କମିବ। ମୁଁ କୋଶ୍ଚିନ୍ କଲି, ଲୋକ ନେଲେନି। ନେଲେ ଲୋକ ୟାର କେହି ଲସ୍ ହବ। ନେଲେନି। କଷ୍ଟମର ଏ ଦୋକାନ ପାଖକୁ ଯିଏ ୟୁପି ଆଳୁ ବି, ତାକୁ କଷ୍ଟମର କେହି ଆସିଲେନି। ତ କଣ ହବ? ଇଏ ଗୋଟେ ଅଫର ଲଗେଇବ। ହୁଁ? ଅଫର ଲଗେଇବ। କଷ୍ଟମର କେହି ଆସିଲେନି। ଆଳୁ ସବୁ ପଚିଯିବ, କଣ ହବ? ଅର୍ଥାତ ଇଏ ତାକୁ ସେଲ କରିପାରିବ ନାହିଁ। ବାୟ ତ କରିଦେଇଥିଲା, ତ ବାୟ କରିକି, ସେ ତ ବାୟ କରିକି ନେଇକି ଆସିଲା, ପୁଣି ସେଲ କରିବା ତ କଷ୍ଟମର ଦରକାର ନା। ହଁ ନା ନାଇଁ? ହୁଁ। ଯେମିତି ବାୟ କରି ଆଣିଛି, ସେଲ କରିବା କଷ୍ଟମର ଦରକାର। କଷ୍ଟମର ନ ଜୁଟିଲେ କଣ ହବ? ସେଲ କରିପାରିବନି। ଅର୍ଥାତ ଜିନିଷଟା ତା ପାଖରେ ପଡିକି ରହିବ।
ପଡିକି ରହିଲା ଅର୍ଥାତ୍ ମିନ୍ ଏଠି ସିନା ଆଳିଟା ନଷ୍ଟ ହେଇଛି, ଆପଣ ଯୋଉ ସେୟାର ଟା ଯୋଉ କିଣିଥିବେ ସେଇଟା ତ ନଷ୍ଟ ହବନି। ତ ଜିନିଷ କଣ ହବ ନା ତାର ରେଟ୍ ଟା ଆସ୍ତେ 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 ଖସି ଯିବ। ସେ ଚାହିଁଲେ ବି, ଇଏ ଚାହୁଁଥିବ ମୁଁ 20 ଟଙ୍କାରେ ବିକିଦେବା ପାଇଁ ଚାହିଁବି, 40 ଟଙ୍କାରେ କିଣିଛି 20 ଟଙ୍କାରେ ବିକିଦେବା ପାଇଁ ଚାହୁଁଛି, ଫିର ବି 20 ଟଙ୍କାରେ ବିକି ପାରିବନି। କାହିଁକି ବିକି ପାରିବନି? କଷ୍ଟମର କେହି ନାହାନ୍ତି, କଷ୍ଟମର ତାଠୁ ବାୟ କରିବା ପାଇଁ କେହି ନାହାନ୍ତି। ସାର୍ ସେ କୋଲ୍ଡ ଷ୍ଟୋରକୁ ନେଇକି ରଖିଦବ ସାର୍, ଆଉ ପଛରେ ଯେତେବେଳେ ରେଟ୍ ହବ ବିକ୍ରି କରିବ। ଅର୍ଥାତ୍ କୋଲ୍ଡ ସେଇଟା ଷ୍ଟୋର ହଉଛି ରଖନ୍ତୁ, ଲଙ୍ଗ ଯୋଉ ଟର୍ମ, ଷ୍ଟୋର ସେଇଟା ହଉଛି ରଖନ୍ତୁ, ଲଙ୍ଗ ଟର୍ମ ଇନଭେଷ୍ଟମେଣ୍ଟ ବୋଧେ ଆଉ। ଯୋଉ ଷ୍ଟୋରରେ ଆପଣ ରଖନ୍ତୁ, କିନ୍ତୁ ସେ ପଡିକି ରହିଲା। ଯେତେବେଳେ ସେଲ୍ ନହେଲା, ରେଟ୍ ଯେହେତୁ ସେଲ୍ ନ ହଉଛି, କଣ ରେଟ୍ ଆସ୍ତେ ଖସି ଆସିଲା। ଇଏ 40 ଟଙ୍କାରେ କିଣିଥିଲା କିନ୍ତୁ ଚାହୁଁଥିଲା ନାଇଁ 20 ଟଙ୍କାରେ ହେଲେ ମୁଁ ବିକିଦେବି, କିନ୍ତୁ କଷ୍ଟମର କେହି ଆସିଲେନି। 40 ଟଙ୍କା ରେଟ୍ 20 ଟଙ୍କା ଖସି ଆସିଲା। ତାପରେ କେତେ ଖସିଲା? 10 ଖସିଲା। ଲୋକ ଜାଣିଲେ ଖରା ବଳ କେହି ନେବେନି, ଆସିବେନି, ଇଏ ଆହୁରି ପୁଣି ଖସିଲା ରେଟ୍। 5 ଆସିଲା, 5 ଆସି ତାପରେ କଣ 1 ଆସିବ। ଅର୍ଥାତ୍ ରେଟ୍ ଖସି ଖସି ଆସିବ କିନ୍ତୁ ସେଲ୍ କରିପାରିବ। ତ ये सब ଜିନିଷ ଆମ ଡିମାଣ୍ଡ ସପ୍ଲାଇ ଚାହିଁଲେ, ଏ ଯାହା କଣ ଅଛି ସପ୍ଲାଇ ଅଛି ବଟ୍ ଡିମାଣ୍ଡ ନାହିଁ। ରେଟ୍ ଖସିଲା, ରେଟ୍ ଖସୁଛି, କିନ୍ତୁ ରେଟ୍ ଖସିଲା ତ ଅଲଗା ମ୍ୟାଟର କଥା, କିନ୍ତୁ ଆପଣ ତ ସେଲ୍ ନ କରିପାରୁଛନ୍ତି, ସେଇଟା ହେଲା ବଡ ମୁସ୍କିଲ ଜିନିଷ। ତ ଏ ଜାଗାରେ ଜିନିଷ ହୁଏ ସେଲ୍ ଜିନିଷ। ବିଏସସି ଯଦି ଆପଣ ଟ୍ରେଡ୍ କରୁଛନ୍ତି, କଣ ବିଏସସି ରେ ଆପଣ ଭଲ୍ୟୁମ୍ ନାହିଁ, ଭଲ୍ୟୁମ୍ ଯେହେତୁ କମ ରହୁଛି, ଗୋଟେ ସେୟାରରେ ଗୋଟେ ଷ୍ଟକ୍ ଦେଖିବେ ଭଲ୍ୟୁମ୍ ବହୁତ କମ ଥିବ। ଯେତେବେଳେ ଭଲ୍ୟୁମ୍ କମ ଥିବ, ଆପଣ ବାୟ ତ କରିଦେଇଥିବେ, ପ୍ରାଇସ୍ ଖସି ଖସି ଚାଲିଥିବ, କିନ୍ତୁ ଆପଣ ସେଲ୍ କରିପାରିବେନି। କାହିଁ ସେଲ୍ କରିବେନି? ସେ ଯଦି ବାୟର ଆସିଲେ ତ ଆପଣ ସେଲ୍ କରିବେ ନା। ଅର୍ଥାତ୍ ଆପଣ ଯେକୌଣସି ସେୟାର ବାୟ ସେଲ୍ କରୁଛନ୍ତି ମିନ୍ସ, ଯେକୌଣସି ସେୟାରକୁ ଆପଣ ବାୟ ସେଲ୍ କରୁଛନ୍ତି ମିନ୍ସ, ଅର୍ଥାତ୍ ଆପଣ ବାୟ କରିବା ପାଇଁ ଚାହୁଁଛନ୍ତି ମିନ୍ସ, ସେ ଜାଗାରେ କିଏ ଜଣେ ସେଲ୍ କରୁଛି, ସେ ସେଲ୍ କରୁଛି ବୋଲି ଆପଣ ବାୟ କରୁଛନ୍ତି। କିନ୍ତୁ ଯଦି କେହି ସେଲ୍ ନ କରିବେ, ଆପଣ ଯେତେ ବାୟ ଅର୍ଡର ପ୍ଲେସ୍ କରିବେ ବାୟ ହବନି। ସପୋଜ ଗୋଟେ କମ୍ପାନୀର 10ଟା ସେୟାର ଅଛି, ଗୋଟେ କମ୍ପାନୀର 10ଟା ସେୟାର ଅଛି। ଯଦି 10ଟା ସେୟାର ଅଛି, 10ଟା ସେୟାରକୁ 10 ଜଣ ଲୋକ କିଣି ନେଇଯାଇଛନ୍ତି। 10ଟା ଏମାନେ ଜାଣିଛନ୍ତି ଏ କମ୍ପାନୀଟା ବହୁତ ବଢି ବଢି ଆଗକୁ ଯିବ। 10ଟା କମ୍ପାନୀ, ଗୋଟେ କମ୍ପାନୀ 10ଟା ସେୟାର ଦେଇଥିଲା, ସେ 10ଟା ସେୟାର ସେ କଣ କରୁଛି ସେଲ୍ କରିଦେଇଛି, ଆଉ 10 ଜଣ ଲୋକ ତା ବାୟ କରିଦେଇଛନ୍ତି। ଏମାନେ ଜାଣିଛନ୍ତି ଯେ କମ୍ପାନୀଟା ସେୟାର ଆଗକୁ ବହୁତ ବଢିବ, ତେଣୁ ସେଲ୍ କଲେନି। କିନ୍ତୁ ଆପଣ ଯେତେବେଳେ ବାୟ ଅର୍ଡର ଦେବେ ସେଇ ଷ୍ଟକ୍ ଟାକୁ କିଣିବା ପାଇଁ, ବାୟ କରିପାରିବେ କି? କରିପାରିବେ ନାହିଁ। କାହିଁକି କରିପାରିବେନି? ଆକୁ କେହି ବିକୁନାହାନ୍ତି ନା, ଆପଣ କିଣିବେ କେମିତି? କିନ୍ତୁ ଆ ଭିତରେ କିଏ ଗୋଟେ ଯଦି ବିକି ଦେଇଥିବ, ସେ ବିକିଲା ବେଳକୁ ଆପଣ ଯଦି ହାବୁଡେ ପଡିଗଲା, ସେ ତାର ଲିମିଟ ଅର୍ଡର ଦେଇ ଛାଡି ଦେଇଥିବ, ଆପଣ ଯଦି ହାବୁଡେ ଯଦି ସେଇଟା ପଡିଗଲା, ତାହେଲେ ଆପଣ କିଣି ଦେଇପାରିବେ। ତ ଅର୍ଥାତ୍ ଗୋଟେ ଷ୍ଟକ୍ ବାୟ ସେଲ୍ କରିବା ପାଇଁ ହେଲେ, ବାୟ କରିବାକୁ ଲୋକ ଥିବେ, ସେଲ୍ କରିବାକୁ ଲୋକ ଥିବେ, ତାହେଲେ କରିପାରିବେ। ଯଦି ଯେକୌଣସି ଷ୍ଟକ୍ ର ଭଲ୍ୟୁମ୍ ନଥିବ, ଆପଣ ସେଇ ଷ୍ଟକ୍ ଯଦି କିଣି ଦେଇଛନ୍ତି, ବାୟ କରିଛନ୍ତି, ତାକୁ ସେଲ୍ କରିପାରିବେ ନାହିଁ, ଅର୍ଡର ଏକ୍ଜିକ୍ୟୁଟ ହବ ନାହିଁ। କିମ୍ବା ସେଲ୍ କରିଛନ୍ତି, ତାକୁ ବାୟ କରିବା ପାଇଁ ଚାହୁଁଛନ୍ତି, ଯଦି କେହି କଷ୍ଟମର ନାହାନ୍ତି, ସେଲ୍ କରିଛନ୍ତି, ଏକ୍ଜିଟ୍ କରିବା ପାଇଁ ଚାହୁଁଛନ୍ତି, ବାୟ କରିବା ପାଇଁ ଚାହୁଁଛନ୍ତି, କେହି ଯଦି କଷ୍ଟମର ନାହାନ୍ତି, ତାହେଲେ ଆପଣ କରିପାରିବେନି। ତେଣୁ ଏଇଭଳିଆ ଇସ୍ୟୁ କୋଉଥିରେ ହୁଏ ନା, ବିଏସସି ରେ ଅଧିକ ସମୟରେ ମୋଷ୍ଟ ଅଫ ଟାଇମରେ ଯୋଉ ଷ୍ଟକରେ ସବୁ ଭଲ୍ୟୁମ୍ କମ୍ ଥାଏ, ସେଇ ଟାଇମରେ କଣ ହୁଏ, ଏମିତି ଆପଣ ସାର୍ ଅର୍ଡର ଏନଏସି ରେ ମାଇଲ। ବି ହଉଛି ସାର୍। ହଁ ହୁଏ, ଏନଏସି ରେ ଅଛି, ବହୁତ ଷ୍ଟକ୍ ଅଛି, ତା ଦେହରେ ଭଲ୍ୟୁମ୍ ନାହିଁ। ନାଇଁ ସାର୍, ଏଇ ଇଣ୍ଡେକ୍ସ ର ମୁଁ ଗୋଟିଏ ଦିନ ସାର୍ ରଖିଥିଲି, ବ୍ୟାଙ୍କ ନିଫ୍ଟି ଟା 7 ଟଙ୍କାରେ ରଖିଥିଲି, ସେ 70 ଟଙ୍କା ଗଲା, ମୁଁ ଏକ୍ଜିଟ୍ ମାରୁଛି, ସିଏ କିନ୍ତୁ କୌଣସି ହାଲତରେ କଟୁନି, ମୁଁ ଏକ୍ଜିଟ୍ ନା ନା ହଉନି। ନା ନା, ସେଇଟା ଅଲଗା ଜିନିଷ, ସେ ଜିନିଷ ଅଲଗା, ଇଏ ଜିନିଷ ଅଲଗା। ଆପଣ ମାର୍କେଟ ଯେତେବେଳେ ଫାଷ୍ଟ ଯାଉଛି, ଫାଷ୍ଟ ଗଲା ପ୍ରାଇସ୍ ଟା ଜୋରରେ ବଢୁଛି, ଆପଣ ମାଇଲେ, ଆପଣ ଯେତେବେଳେ ଅର୍ଡର କରୁଛନ୍ତି, ସେ ଏକ୍ସଚେଞ୍ଜ ରେ ଅର୍ଡର ଟା ଏକ୍ଜିକ୍ୟୁଟ ହଉନି, ଏକ୍ସଚେଞ୍ଜ କୁ ଅର୍ଡର ଏକ୍ଜିକ୍ୟୁଟ ହଉନି। ଯେହେତୁ କଣ ଅର୍ଡର ପାଇଁ ହେରି? ଏକ୍ଜିକ୍ୟୁଟ ହଉନି, ମାର୍କେଟ ଯେତେବେଳେ ପ୍ରାଇସ୍ ଆସେଣ୍ଟ ବହୁତ ଜୋରରେ ବଢୁଥାଏ,
ଆପଣ ସଫ୍ଟୱେରରେ କାମ ହଉଛି ନା ସଫ୍ଟୱେର ଅର୍ଡର ପ୍ଲେସ୍ ହେଇପାରେନି କାରଣ ସଫ୍ଟୱେର ଏଇଟା ଆପଣଙ୍କ ସଫ୍ଟୱେର ଗ୍ଲିଚ୍ ଏଇଟା ଆପଣଙ୍କ ସଫ୍ଟୱେର ଗ୍ଲିଚ୍ ଯୋଉ ବ୍ରୋକର ଯେତେ ସଫ୍ଟୱେର ଫାଷ୍ଟ ଚାଲେ ସେତେ ଅର୍ଡର ପ୍ଲେସ୍ ହବ ଆଉ ଯୋଉଟା ସଫ୍ଟୱେର ବି ସ୍ଲୋ ଥାଏ ଆପଣ ଅର୍ଡର ମାରୁଛ ଅର୍ଡର ସବୁ ରିଜେକ୍ଟ ହେଇଯିବ ତେଣୁ ସେଥିପାଇଁ ଲୋକ ସବୁ ଫ୍ରି ଚକରରେ ପଡିକିରି ବହୁତ ବ୍ରୋକର ଆକାଉଣ୍ଟ ଖୋଲି ଦିଅନ୍ତି କିନ୍ତୁ ବହୁତ ପ୍ରୋବ୍ଲେମ ହୁଏ କେତେବେଳେ ଚାର୍ଟ କଲେନି କେତେବେଳେ ଅର୍ଡର ପ୍ଲେସ୍ ହୁଏନି ଏସବୁ ଜିନିଷ ପ୍ରୋବ୍ଲେମ ହୁଏ ତ ଏଇଟା ହେଲେ ସଫ୍ଟୱେର ଗ୍ଲିଚ୍ ହବନି ଆପଣ ଅର୍ଡର ମାରୁଥିବେ ଆପଣ 10 ଟଙ୍କାର ବାୟ କରିଥିବେ ଦେଖିବେ ବାୟ ହେଲା ବେଳକୁ 30 ଟଙ୍କାର ବାୟ ହେଇଥିବ ଆପଣ ସେଲ୍ କରୁଥିବେ 50 ଟଙ୍କାର ସେଲ୍ କରୁଥିବେ ଯେ ବେଳା ଭଲ ଥିବ 50 ଟଙ୍କାର ସେଲ୍ କରିଥିବେ ବାକି ଫାଷ୍ଟ କହିଥିଲେ ଅର୍ଡର ଏକ୍ଜିକ୍ୟୁଟ ହେଲା ବେଳକୁ 70 ଟଙ୍କାର ସେଲ୍ ହେଇଯିବ ଅର୍ଥାତ୍ 20 ଟଙ୍କା ଆପଣ ଭଗବାନ ତରଫରୁ ପ୍ରାପ୍ତ ହେଇଗଲା 20 ପଏଣ୍ଟ ଆପଣ ପ୍ରାପ୍ତି ହେଇଗଲା ଏଇଟା ହେଲା କଣ ମାର୍କେଟ ଫାଷ୍ଟ ପ୍ରାଇସ୍ ଆକ୍ସନ ବହୁତ ଜୋରରେ ବଢୁଥାଏ ମାର୍କେଟ ଫାଷ୍ଟ ମୁଭ୍ କରିଥାଏ ସେଇଭଳିଆ ଏଇଟା ସଫ୍ଟୱେର ପ୍ରୋବ୍ଲେମ ଅର୍ଡରଟା ଏକ୍ଜିକ୍ୟୁଟ ହୁଏନି ये ଜିନିଷ ହେଲା ସେପାରେଟ ଜିନିଷ କିନ୍ତୁ ମାର୍କେଟ କୁଆଡେ ମୁଭ୍ କରିନି ସେମ୍ ଜାଗାରେ ଅଛି ଗୋଟିଏ ଜାଗାରେ ପ୍ରାଇସ୍ ଆକ୍ସନ ଥିବ ଆପଣ ଅର୍ଡର ମାରୁଥିବେ ଯାଉଥିବେ ନା ବାୟ ହଉଥିବ ନା ସେଲ୍ ହଉଥିବ ହବନି ଏ ଜାଗାରେ ଅର୍ଥାତ୍ ଏ ଜାଗାରେ ହଉଛି କଣ ନା ଭଲ୍ୟୁମ ନାହିଁ ଏଇଟା ପ୍ରୋବ୍ଲେମ ହଉଛି ଭଲ୍ୟୁମ ଯେହେତୁ ନାହିଁ ସେଇଟା ପ୍ରୋବ୍ଲେମ ତେଣୁ ଏନ୍ଏସିରେ ବି ହୁଏ ଏନ୍ଏସିରେ କିଛି ଷ୍ଟକ୍ ଭଲ୍ୟୁମ ନାହିଁ ତେଣୁ ସେଥିପାଇଁ ଆପଣ ମାନଙ୍କୁ କୁହାହେଲା କଣ ନା ଯେକୌଣସି ଷ୍ଟକ୍ ରେ ଆପଣ କାମ କରିବେ ମାନେ ଏସବୁ ଜିନିଷ କହିବା ପଛରେ ଦିଦିନଙ୍କ ପ୍ରଥମ କ୍ଲାସରୁ କହିଛି ଯେକୌଣସି ଷ୍ଟକ୍ ରେ କାମ କରିବେ ତା ବିଷୟରେ 10ଟା ଷ୍ଟକ୍ ଆପଣ 1000 ଆପଣ ଦେଖୁଥିବେ 6000 ପ୍ଲସ ଷ୍ଟକ୍ ରହିଲେ ଏନ୍ଏସି ବିଏସସି 6000 ପ୍ଲସ ଷ୍ଟକ୍ ରହିଲା ସବୁଥିରେ ଆପଣ କାମ କରିବାର ନାହିଁ ଇନିସିଆଲ ପେଡ୍ 10ଟା ଷ୍ଟକ୍ ବାଛିଲେ 10ଟା ଷ୍ଟକ୍ ବିଷୟରେ ସମ୍ପୂର୍ଣ୍ଣ ଆପଣଙ୍କ ନଲେଜ ଆକ୍ୱାର କରିବା ପାଇଁ ପଡିବ ଜଷ୍ଟ ମିନିଟ୍ ତ ଆମେ ଯେତେଟା ଷ୍ଟକ୍ ରେ ଟ୍ରେଡ୍ କରିବାର ଅଛି ସେ ଷ୍ଟକ୍ ବିଷୟରେ ଆମକୁ ସମ୍ପୂର୍ଣ୍ଣ ବିବରଣୀ ଜାଣିବା ପାଇଁ ପଡିବ ସମ୍ପୂର୍ଣ୍ଣ ବିବରଣୀ ତା ବିଷୟରେ ଆମକୁ ଜାଣିବା ପାଇଁ ପଡିବ ଏ ଠୁ ଜେଡ୍ ସେଇଥିପାଇଁ ତ ମୁଁ କହିଲି ନା କମ୍ପାନୀ ବିଷୟରେ ଆପଣ ଜାଣନ୍ତୁ ନ ଜାଣନ୍ତୁ ସବୁ ଜିନିଷ ପଢିବେ ତାକୁ ଆନୁଆଲ ରିପୋର୍ଟ କଥା କହିଲେ ଅର୍ଥାତ୍ ଆମେ ଇନିସିଆଲି 10ଟା ଷ୍ଟକ୍ ବାଛିବେ ତାପରେ ଆସ୍ତେ ଆସ୍ତେ ଷ୍ଟକ୍ ସଂଖ୍ୟା ବଢେଇ ଯିବା ଇନିସିଆଲ ପିରିୟଡ 10ଟା ଷ୍ଟକ୍ ବାଛିବା 10ଟା ଷ୍ଟକ୍ ବିଷୟରେ ଆମେ ସମ୍ପୂର୍ଣ୍ଣ ନଲେଜ ପ୍ରାପ୍ତ ହବା ସେ କେମିତି ମୁଭ୍ କରୁଛି ତା ଦେହରେ ଭଲ୍ୟୁମ ଅଛି କି ନାହିଁ ସବୁ ଜିନିଷ ଏ ଠୁ ଜେଡ୍ ତାର କେତେବେଳେ କଣ ରେଜଲ୍ଟ ଆସିଲା କେତେବେଳେ ଖରାପ ନ୍ୟୁଜ୍ ତା ଓନର କିଏ ସେ କମ୍ପାନୀର ଓନର କିଏ ସେ ପଲିଟିକାଲ ଲିଡର ସହିତ ସଂସ୍ଥା ଅଛି କି ପଲିଟିସିଆନ ଅଛି କି ଏ ସବୁ ଜିନିଷ ଆପଣଙ୍କୁ ଏ ଠୁ ଜେଡ୍ ଜାଣିବା ପାଇଁ ପଡିବ ଜାଣିଲେ ଏ ଷ୍ଟକ୍ ଟା କେମିତି ମୁଭ୍ କରୁଛି ଗୋଟେ ଷ୍ଟକ୍ ଟା କେମିତି ମୁଭ୍ କରୁଛି କେତେବେଳେ ମୁଭ୍ କରୁଛି କେତେବେଳେ ମୁଭ୍ କରୁନି ସବୁ ସପୋଜ ଦେଖନ୍ତୁ ଏଠି ଆପଣ ଲଗେଇଛି କୁଆଡେ ଗଲା ୱେବସିରିଜ ଲଗେଇଛି ମୋଷ୍ଟ ଦେଖିବା ମୁଁ ଯେ ଟେଲିଗ୍ରାମ ଗ୍ରୁପ ଆପଣ ସବୁ ଅଛନ୍ତି ଦେଖୁଥିବେ ମୋଷ୍ଟ ଟାଇମ କଣ କରେ ନା ମୁଁ ୱେବସିରିଜ ରେ ଟ୍ରେଡ୍ ଦିଏ ଏ ମାଉସ ଟା ମୋର କଣ ପ୍ରୋବ୍ଲେମ Oracle Finance OFSS ଆର 4ଟା ମୁଁ ଲଗେଇଛି ତ ଇଏ କଣ କରେ
ये अटकेनि सब देखिए यार मूव थाए डेली टाइम फ्रेम देखुଛନ୍ତି देखो डेली टाइम फ्रेम अपन देखुଛନ୍ତି केमती एटा मूव करूଛି जदि अपन 5 मिनट टाइम फ्रेम कर रखिले 5 मिनट देखो आज केमती मूव करছে ऊपर गला तळକୁ ଆସିଲା अर्थात वॉल्यूम अछि ये मूव करছি जने ए जगह रे अपन असुविधा किछ हबनी आको जे अपन भलसे रीड करि परुछन्ती भलसे रीड करछन्ती ओपसा रखे ता नजर रे आको जे अपन भलसे आर नेचर कैरेक्टर सब दिन से भलसे अपन रीड करि पारथिबे जदि रीड करि पारते सब दिन पैसा इनकम करि पारिबे ये तळ ऊपर होउछि तळ ऊपर होउछि जदि अपन ये स्ट्रेटजी आको बुझी पारिले आको जदि भलसे बुझी पारले देखुन सब दिन बहुत कम समय जे कि साइडवेज रहे किंतु मोस्ट टाइम से कर मूव करे जदि यार मूव टाको अपन कैप्चर करि पारले आर मूव टा कोन कले अपन कैप्चर कर पारले अपन स्ट्रेटजी काम कला यदि कैप्चर करि पारले आको यदि मूव टा को अपन प्रेडिक्ट करि पारले केतले ऊपर जाउची केतले तळ जाउची आदर विभिन्न प्रकार जिंस अछि चार्ट पैटर्न अछि इंडिकेटर अछि सब जिंस जदि अपन प्रॉपर्ली फॉलो करि देले पैसा इनकम करि जबरदस्त पैसा इनकम करिबे देखंतु जेतेबेले आपण जेतेबेले बुलिश अछि ब्रेक करूची देखंतु 12 तारिख फर्स्ट सेकंड कैंडल ब्रेक कला रॉकेट तळକୁ ब्रेक कला रॉकेट त्या पर दिन तापर अगेन तळ ऊपर गला ऊपर पुन रॉकेट हला तो ये जुआडे ले रॉकेट भला जीवो तो आको जदि आपण स्ट्रेटजी काम करला जदि प्रॉपर्ली आपण बुझी परले तले सब दिन पैसा इनकम सब दिन ये मोस्ट ऑफ टाइम तळ ऊपर हुए मोस्ट ऑफ टाइम तळ ऊपर हुए बहुत कम दिन जे के साइडवेज रहे तेणु सब दिन अपन स्टॉक अपन काम करुछंती ता दे तो कौन से प्रकार अपन डिके होन प्रीमियम डिके होन कि अलग जिन जे नहीं तो सब दिन अपन कौन करेंगे आते पैसा इनकम करि परबे गोटे गोटे देखुना गोटे गोटे दिन प्रबल पैसा देउची ये देखन ये आर मास 25 तारीख ये तळको आसला तळको एठी ब्रेक कला एठी पैसा देला सपोर्ट ने ऊपर गला एठी पैसा देला फिर तळको आसला रेजिस्टेंस ए जगह नेला एंड रेजिस्टेंस से नबो ए जगह रेजिस्टेंस पॉइंट तार अछि रेजिस्टेंस नेला फेयर गैप इट थिला एठी फेयर गैप थिला एठी नेला नहीं तळको आसला सांघातिक रेट रे प्रॉफिट देची तो ये सब दिन जदि आपण कैप्चर कर अवश्य सब हबनी केतल तळ पर हबो बो साइड रे सेल घटिबो हबो सब तो समान रहबेनी किंतु जदि आपण ए भले स्टॉक जदि बाछिले जो जरा वॉल्यूम रहउची मार्केट अप एंड डाउन होउची ताले से जगह रे आपण भलो पैसा इनकम करि पारे एडे देखंत तळको ब्रेक आसला तळ पैसा देला फिर ऊपर सपोर्ट ने के सपोर्ट पॉइंट थिला सपोर्ट ने के ऊपर गला पैसा देला वो साइड तळको पैसा देला ऊपर पैसा देला एठी देखन तळु खसला एठी तळ पैसा पैसा इनकम कले फ्री रे यार सपोर्ट जगह आसला सपोर्ट जगह अपन धले एठी सपोर्ट नेला गला पैसा बनेले एठी ऊपर गला नि तळको ब्रेक करसला एठी ऊपर मुंडे सेल कले एठी पैसा बनेले अर्थात ये कौन होती मोस्ट ऑफ टाइम से कौन करती तळ पर होउची तो आपण जानिबे केमती मु सिना एटा आपण देखै देली आपण सिना एटा देखै देली चार्ट सहित देखौची आगे बहुत सब दिन से देखौची आपण जानुचंती देखौचंती कोन कोन सब होउची ए सब दिन से आपण तो करिया पे पड़िबे ना सर्च करिया पे पड़िबो सर्च करिया पे जानिया पे पड़िबो तो जानि कि जदि आपण एमती काम करिवे तन सेति पे खाली इनिशियल पेड आपण 10 स्टॉक बाछिबे केता स्टॉक बाछिबे 10 स्टॉक बाछिबे 10 स्टॉक पर आपण एमती डेली चार्ट देखिए विभिन्न प्रकार एनालिसिस खाली गोटे प्रकार ना प्रथम दिन साला चार्ट देखिए किछि न जानछन खाली पास चार्ट देखिए आगु तो पढ़िबा ए सब विषय में जस्ट मिनट तो एमती स्टॉक बाछिबे जे के मूव करथिबो आ आरो सब न्यूज कलेक्शन करिवे ये 10 स्टॉक रो सब ए टू जेड जिते न्यूज आसिला आपण कलेक्शन करिवे गूगल सर्च करे न्यूज देखिए सब दिन आर को दिन कौन न्यूज रोच जो दिन सब न्यूज रहबो ये कौन नेगेटिव न्यूज ले मार्केट पूरा रॉकेट वाला तळु खसलो पॉजिटिव न्यूज पूरा रॉकेट वाला ऊपर जीवो अर्थात गोटे गोटे दिन रे आपण गोटे गोटे मास पैसा दे दी जीवो जदि आपण स्टॉक रे बाय करछन प्रॉफिट पाइले आर फ्यूचर यदि करछन भल प्रॉफिट पाइबे ऑप्शन यदि करछन
କ୍ୟାପିଟାଲ ଗୋଟାଏ ଦିନ ଡବଲ ଟ୍ରିପଲ କରିଦବ। ସାର୍ ଏଇ କ୍ୟାପିଟାଲ ଯୋଉ ସାର୍ ଏଇ ଯୋଉ ଷ୍ଟକ୍ ର ଅପସନ ଗୁଡା କରୁଛନ୍ତି ସେରା କେତେ ଡିକେ ହଉଛି ସାର୍? ସବୁଥିରେ ଡିକେ ହବ, ସବୁ ହବ। ଆପଣ ଡିକେ ଫ୍ୟାକ୍ଟର ମାଇଣ୍ଡରୁ କାଢି ଦିଅନ୍ତୁ। କାହିଁକି ନା ସାର୍ ରଖି ହଉନି ନା, ଆମେ ରଖିବେନି। ନାଇଁ ନାଇଁ, ଗୋଟେ ଦିନରେ ଆପଣ ରଖିବେ, ଗୋଟେ ଦିନ ମାର୍କେଟ ପଜିଟିଭ ଅଛି ମିନ୍ସ 10 ମିନିଟ 15 ମିନିଟ 20 ମିନିଟ ଯିବ, ଆପଣ ମାର୍କେଟ ମୁଭ କରୁଛି ନା। ଯେତେବେଳେ ମୁଭ ନ ରହିଲା କମିଗଲା ସେ ଜାଗାରେ ଆପଣ କଣ କରନ୍ତି, ଏକ୍ଜିଟ୍ କରିଦେବେ। ତେଣୁ ମୁଁ ଫାଷ୍ଟ ସଜେଷ୍ଟ ଆପଣ କରିବି, ଯେତେ ଜଣ ଆପଣ କ୍ଲାସରେ ଅଛନ୍ତି ଆଟଲିଷ୍ଟ 1 ଇୟର ପର୍ଯ୍ୟନ୍ତ କେହି ଅପସନରେ କରନ୍ତୁ ନାହିଁ। ଯଦି ମାର୍କେଟ 60 ପଇସା ଇନକମ କରିବା ପାଇଁ ଚାହୁଁଛନ୍ତି 1 ଇୟର ପର୍ଯ୍ୟନ୍ତ କେହି ଅପସନରେ କରନ୍ତୁ ନାହିଁ। ଅପସନ ଆପଣ ପାଇଁ ବ୍ୟାନ୍। ଆଉ ଯଦି ମୋ କଥା ନ ଶୁଣିକି ଆପଣ ପୁଣି ଆଗରୁ ଅପସନ କରୁଥିଲେ, ଏବେ ବି ଅପସନ କରୁଛନ୍ତି, ଆଗରୁ ବର୍ବାଦ ହଉଥିଲେ, ଫେର ବର୍ବାଦୀକି ଆପଣ କଣ୍ଟିନ୍ୟୁ କରିବେ। ଅପସନ ସବୁ ଜିନିଷ ପଢିବେ, ଶିଖିବେ, ପ୍ରାକ୍ଟିସ କରିବେ, ବଟ୍ ରିଅଲ ଟ୍ରେଡ ଅପସନରେ କେହି ନେବେ ନାହିଁ। ଟ୍ରେଡ ନେବାର ଅଛି ତ ଆପଣଙ୍କୁ ଇଣ୍ଟରଡେ କରିବା ପାଇଁ ତାର ଷ୍ଟକରେ କରନ୍ତୁ, ଛୋଟ ଛୋଟ ଆମାଉଣ୍ଟ କରନ୍ତୁ, ଶିଖନ୍ତୁ। ପ୍ରଥମ ଜିନିଷ ହେଲା ଲର୍ଣ୍ଣିଂ ପାଇଁ କହୁଛି। ଯଦି ଆପଣ ଭାବିବେ ନାଇଁ ମୁଁ ବହୁତ ବଡ ପଣ୍ଡିତ, ସବୁ ଜିନିଷ ଜାଣିଛି, ଇଏ କଣ କହୁଛନ୍ତି ମୁଁ ସବୁ ଜିନିଷ କରିବି, ଅର୍ଥାତ ଆପଣ ବର୍ବାଦୀକି ଆପଣ କଣ୍ଟିନ୍ୟୁ କଲେ, ତାକୁ ବ୍ରେକ୍ କଲେନି। ଯଦି ଲାଇଫରେ ଗୋଟେ ଭଲ ଟ୍ରେଡର ହବା ପାଇଁ ଚାହୁଁଛନ୍ତି, ଭଲ ପଇସା ଫ୍ୟୁଚର ପଇସା ଇନକମ କରିବା ପାଇଁ ଚାହୁଁଛନ୍ତି, ଷ୍ଟକରେ ପ୍ରାକ୍ଟିସ କରନ୍ତୁ। ଛୋଟ ଛୋଟ ଆମାଉଣ୍ଟ ପଇସା ଚକରେ ପଡନ୍ତୁନି, ଭଲସେ ପ୍ରାକ୍ଟିସ କରନ୍ତୁ। ଆପଣ ଏଇ ଇକ୍ୱିଟିରେ ହିଁ କରିକିରି, ଷ୍ଟକରେ କରିକିରି ହିଁ ପଇସା ଇଏ କରିପାରିବେ। ତାପରେ ଆସ୍ତେ ଆସ୍ତେ ଯେତେବେଳେ ଆପଣ ସବୁ କନଫିଡେନ୍ସ ବଢି ବଢି ଚାଲିଲା, ଯେକୌଣସି ଷ୍ଟକରେ ଆପଣ କରୁଛନ୍ତି ତାର ବିହେଭିୟର, କ୍ୟାରେକ୍ଟର ସବୁ ଜିନିଷ ଆପଣ ଜାଣିଗଲେ, ତାହେଲେ ଆପଣ ଆସ୍ତେ ଆସ୍ତେ ଫ୍ୟୁଚର ଆଣ୍ଡ ଅପସନ ଯିବେ। ଫ୍ୟୁଚର ବରଂ କରିବେ, ଅପସନ ଆଡିକି ଯିବେନି। ଆର୍ କରୁଛନ୍ତି କିଛି ଅସୁବିଧା ନାହିଁ, କରିପାରିବେ। ବଟ୍ ଯେତେବେଳେ ପୁରା ସମ୍ପୂର୍ଣ୍ଣ ଆପଣ ଷ୍ଟ୍ରାଟେଜି ସହିତ ଅପଡେଟ ହେଇଗଲେ, ଷ୍ଟକର ନେଚର, କ୍ୟାରେକ୍ଟର, ବିହେଭିୟର ସବୁ ଜିନିଷ ଆପଣ ଅପଡେଟ ହେଇଗଲେ, ତାପରେ ଆପଣ ଫ୍ୟୁଚର ଅପସନ କରନ୍ତୁ, କିଛି ଅସୁବିଧା ନାହିଁ। କିନ୍ତୁ ଇନିସିଆଲ ପିରିୟଡରେ କରିବେ ନାହିଁ। ଇନିସିଆଲ ଷ୍ଟକରେ କରନ୍ତୁ, ଷ୍ଟକ କଲେ କଣ ଛୋଟିଆ ଲସ୍ ହବ। ମାର୍କେଟ ବି ଆପଣ ପୋଜିସନ ବସିକି ରହୁଛନ୍ତି, ଏଇ ଜାଗାରେ ଆପଣ ଭାବିଛନ୍ତି ମାର୍କେଟ ଏଠି କଣ ହବ, ଉପରୁ ଯିବ ବୋଲି ଭାବିକି କରିଦେଇଥିବେ, ତଳୁ ଖସିଲା, ପୁଣି ସେ କଣ ହବ, ଯଦି ଷ୍ଟକରେ ତ ଭଲ ନ୍ୟୁଜ ଅଛି, ସେ ଏକ୍ସାମ ରିକଭରି କରି ଉପରକୁ ପଳେଇ ଆସିବ। ଆପଣ ପୋଜିସନ ବସିକି ରହୁଛନ୍ତି, ଆପଣ ଲସ୍ ମଧ୍ୟ ହବନି, ରିକଭରି ହେଇଯିବ। ଯଦି ଆପଣ ଇଣ୍ଟରଡେ ନ କରିକି ତାକୁ ଡେଲିଭରି କରୁଛନ୍ତି, କ୍ୟାପିଟାଲ ଅଧିକା ରଖିଛନ୍ତି, ଡେଲିଭରି କରୁଛନ୍ତି, ତ କଣ ହବ, ଆଜି ନହେଲା ପଇସା ଛାଡିଦେଲେ, କାଲି ମଧ୍ୟ ସେ ଉଠିକି ଉପରକୁ ପଳେଇ, କାରଣ ଯେହେତୁ ଷ୍ଟକର ବୁଲିଶ ନ୍ୟୁଜ ଅଛି, ବୁଲିଶ ହେଲା ତଳୁ ଖସିଗଲା, ଖସିଯାଉ, କିଛି ଅସୁବିଧା ନାହିଁ। ଏখানে କଣ ହବ, ଦିନେ 2 ଦିନ ପରେ ସେ ଉପରକୁ ପଳେଇବ, ତ ଆପଣଙ୍କ ଲସ୍ ରିକଭରି ପଜିଟିଭ ମଧ୍ୟ ପଳେଇ ଆସିପାରିବେ। ଯଦି ବୁଲିଶ ନ୍ୟୁଜ ଅଛି, ଆପଣ ଯୋଉଠି ପାଇଛନ୍ତି ତଳୁ ଖସିଗଲା, ତ ପୋଜିସନ ସ୍କୋୟାର ଅପ୍ କରିବା ଆବଶ୍ୟକତା ନା, ବସିକି ରହିଲେ, ତାପରେ ସେ ସେମ୍ ଡେରେ ସେ ରିକଭରି କରିଯିବ, ନଚେତ ତାପରେ ଦିନେ 2 ଦିନ ରିକଭରି କରିଯିବ, ଅର୍ଥାତ ଆପଣ ପଇସା କିଛି ଲସ୍ ହବନି। ଯଦି ଆପଣଙ୍କ ପାଇଁ ଅଧିକା ପଇସା ଅଛି, ଆପଣ ତ କରିବା ପାଇଁ ଚାହୁଁଛନ୍ତି, ଡେଲିଭରି କରନ୍ତୁ, ଇଣ୍ଟରଡେରେ କରନ୍ତୁ। ଡେଲିଭରି ଅର୍ଡର ନେଲେ, କିନ୍ତୁ ଯଦି ଇଣ୍ଟରଡେରେ ପ୍ରଫିଟ ଦେଇଦେଲା, ତ ଇଣ୍ଟରଡେରେ ଏକ୍ଜିଟ୍ କରିଦିଏ, କିଛି ଅସୁବିଧା ନାହିଁ। ଯଦି ଆପଣ ପ୍ରଫିଟ ନହେଲା, ଅଳ୍ପ ପ୍ରଫିଟ ଅଛି, କଷ୍ଟ ଅଛି, ପଇସା ଆପଣ ବସି ରହିପାରେ, ଯେତେ ଭଲ ପ୍ରଫିଟ ହେବ ସେତେବେଳେ ମଧ୍ୟ ବାହାରିପାରେ। ତେଣୁ ମୁଁ ସଜେଷ୍ଟ ସମସ୍ତଙ୍କୁ କରି, ଯେତେ ଜଣ ଆପଣ କ୍ଲାସ ପ୍ରେଜେଣ୍ଟ, ସମସ୍ତେ ଆପଣଙ୍କର ଓଭର କନଫିଡେନ୍ସ ନ ହୋଇକି, ମୁଁ ସଜେଷ୍ଟ କରିବି, ଆପଣ କରିବେ ଆପଣଙ୍କୁ ଡିପେଣ୍ଡ କରେ, ମୁଁ ସଜେଷ୍ଟ କରିବି ଆପଣ ଅପସନ, ଆମର ଯୋଉ ଅବସ୍ଥା ହେଇଛି, ତେଣୁ ଅପସନରେ 1 ଇୟର ପର୍ଯ୍ୟନ୍ତ ହାତ ମାରନ୍ତୁନି। ପୁରା ଆପଣ ଗୋଟେ ମାନେ ଭାବନ୍ତୁ, ମୁଁ ଫ୍ୟୁଚର ଗୋଟେ ପ୍ରୋ ଟ୍ରେଡର ହବା ପାଇଁ ଚାହୁଁଛି, ଖାଲି ଟ୍ରେଡର ନୁହଁ, ଗୋଟେ ପ୍ରୋ ଟ୍ରେଡର ହବା ପାଇଁ ଚାହୁଁଛି, ତାହେଲେ ଆପଣ ଅପସନକୁ ଛାଡି ଦିଅନ୍ତୁ। ପ୍ରେଜେଣ୍ଟ ସିଚୁଏସନରେ ଅପସନକୁ ଛାଡି ଦିଅନ୍ତୁ, ଷ୍ଟକରେ କାମ କରନ୍ତୁ, ଭଲସେ ପ୍ରାକ୍ଟିସ କରନ୍ତୁ, ସମ୍ପୂର୍ଣ୍ଣ ଶିଖି ଯାଆନ୍ତୁ। ଶିଖିଗଲା ପରେ ତାପରେ ଅପସନ କରିପାରେ, କିଛି ଅସୁବିଧା ନାହିଁ, ଅପସନ କରିପାରେ। କିନ୍ତୁ ଅପସନ ପାଇଁ ସବୁ ଜିନିଷ, ବହୁତ ଜିନିଷ, ଆପଣ ମୁଖ୍ୟ ଜିନିଷ ହେଲା ସାଇକୋଲୋଜି କଣ୍ଟ୍ରୋଲ କରିପାରୁନି, ସେଇଟା ଅସୁବିଧା ହବ। ତେଣୁ ସେଥିପାଇଁ ବର୍ତ୍ତମାନ ପାଇଁ ଯଦି ଆପଣ କରୁଥାନ୍ତି ବି, କିଏ ବି କରୁଥାନ୍ତି, ଏବେ ବି ବ୍ରେକ୍ ଦେଇ ଦିଅନ୍ତୁ। ମୁଁ ସଜେଷ୍ଟ କରି ବ୍ରେକ୍ ଦେଇ ଦିଅନ୍ତୁ। ଆପଣ ଷ୍ଟକ୍ ଉପରେ ଆନାଲିସିସ୍ କରନ୍ତୁ, 10ଟା ଷ୍ଟକ୍ ବାଛନ୍ତୁ, 10ଟା ଷ୍ଟକ୍ ଉପରେ ଆନାଲିସିସ୍ କରନ୍ତୁ, 10ଟା ଷ୍ଟକରେ ହିଁ ଟ୍ରେଡ୍ ନିଅନ୍ତୁ, ଆଉ କୋଉଥିରେ ଟ୍ରେଡ୍ ନିଅନ୍ତୁ ନାହିଁ। ରେଷ୍ଟ ଆପଣଙ୍କୁ ଡିପେଣ୍ଡ, ଆପଣ କଣ କରିବେ, ବଟ୍ ମୋର ଏକ୍ସପିରିଏନ୍ସରେ ମୁଁ ଆପଣଙ୍କୁ କହୁଛି ଏହା କରନ୍ତୁ, ରେଷ୍ଟ ଆପଣଙ୍କୁ ଡିପେଣ୍ଡ। ଚାଲନ୍ତୁ। ଆମେ ସାର୍ ସେଇ 10ଟା ଷ୍ଟକ୍ କୋଉ 10ଟା ଭଲ ଷ୍ଟକ୍ ଆମେ କେମିତି ଜାଣିବୁ?
ଆପଣ ମୋ କ୍ଲାସରେ କାହିଁକି ନେଲେ ଆପଣ? ଆଜ୍ଞା ସାର୍। ଆପଣ କ୍ୱେଶ୍ଚିନ୍ ପଚାରିଲେ ମୁଁ ଏବେ ରିଭର୍ସ କ୍ୱେଶ୍ଚିନ୍, ଆପଣ କ୍ୱେଶ୍ଚିନ୍ ଆପଣ ପାଇଯିବା ପାଇଁ ମୁଁ ରିଭର୍ସ କ୍ୱେଶ୍ଚିନ୍ ଆପଣ ପଚାରିଲେ, ଆପଣ ମୋ କ୍ଲାସରେ କାହିଁକି ଜଏନ୍ କଲେ? ଶିଖିବା ପାଇଁ। ଆଉ ଦୁନିଆରେ ତ ଏତେ ଲୋକ ଅଛନ୍ତି, ଆପଣ ମୋଠୁ କାହିଁ ଶିଖିବା ପାଇଁ ଚାହିଁଲେ? ମୋ ପଏଣ୍ଟ ହେଲା ସେଇଟା। ଆପଣ କହିଲେ ନା କୋଉଟା ଭଲ ଷ୍ଟକ୍ ହବ ବୋଲି, ସେ ଆପଣ କ୍ୱେଶ୍ଚିନ୍ ଆନ୍ସର ଆପଣ ନିଜେ ପାଇବା ପାଇଁ ମୁଁ ଆପଣ ରିଭର୍ସ ପଚାରୁଛି, ଆପଣ ଆନ୍ସର ଆପଣ ନିଜେ ପାଇଯିବେ, ସେଥିପାଇଁ ମୁଁ ପଚାରିଲି କାହିଁକି ଇଏ କଲେ। ଆମେ ଦେଖିଲି, ମୁଁ ୟୁଟ୍ୟୁବରେ ଦେଖିଲି, ଭଲ ଲାଗିଲା, ପଢଉଛନ୍ତି ଠିକ ଠିକ ଠାକ କହୁଛନ୍ତି। ତାପରେ ଆମେ ଭାବିଲୁ ଯେ ହଁ ସାର୍ ଆହୁରି କ୍ଲାସ ନେଲେ ଆମେ ଆହୁରି ଭଲିକି ସାର୍ କହିବେ, ଆମେ ଶିଖିପାରିବୁ କିଛି। ତ ଅର୍ଥାତ୍ ତ ଆପଣ କିଛି ଦିନ ସମୟ ନେଲେ, ଭିଡିଓ ଦେଖିଲେ, ହଁ କିଛି ଦିନ ସମୟ ନେଲେ, ଦିନେ ଦିନ ହଉ କି 2 ଦିନ ହଉ କି ଭିଡିଓଟା ସମ୍ପୂର୍ଣ୍ଣ ଦେଖିଲେ ମୁଁ କେମିତି କହୁଛି ସେଇଟା ଆପଣଙ୍କୁ ଭଲ ଲାଗିଲା ତ ଆପଣ କଲେ। ଅର୍ଥାତ୍ କିଛିଟା ଜିନିଷ ଇମ୍ପାକ୍ଟ ଆପଣଙ୍କୁ ପଡିଲା ଯୋଉଥିପାଇଁ ଆପଣ କହିଲେ ନାଇଁ ସାର୍ କ୍ଲାସରେ ଜଏନ୍ କରିବା ଏ ନା। କିଛି ଲୋକ ମଧ୍ୟ ଆସୁଛନ୍ତି ଦେଖୁଛନ୍ତି କିନ୍ତୁ ଜଏନ୍ କରୁନାହାନ୍ତି, କାହିଁକି ନା ତାକୁ ସେ ଆପଣ ଯେମିତି ଲାଗିଲା ତାଙ୍କୁ ଲାଗିଲାନି। ତ ଏକ୍ଜାକ୍ଟଲି ସେମିତି ଆପଣ ଗୋଟେ ଷ୍ଟକରେ ଭଲ ମନ୍ଦ ଜାଣିବା ପୂର୍ବରୁ କେମିତି ଜାଣିବେ, ତ ତାକୁ ଫଲୋ କରିବେ, ସେ ଷ୍ଟକକୁ ଫଲୋ କରିବେ। ଦେଖନ୍ତୁ 6000 ଷ୍ଟକ୍ ଅଛି, 6000 ଷ୍ଟକରେ ଆପଣ କିଛି ଷ୍ଟକ୍ ସିଲେକ୍ସନ କରିବା ପାଇଁ ପଡିବ। ତ କିଛି ଷ୍ଟକ୍ ଯୋଉ ସିଲେକ୍ସନ କରିବେ, କିଛି ଷ୍ଟକ୍ ସିଲେକ୍ସନ ମଧ୍ୟ ଆପଣଙ୍କୁ ସେ ଭଲ ନ ଲାଗିପାରେ, ମତେ ଭଲ ଲାଗିପାରେ କିନ୍ତୁ ଆପଣ ଭଲ ନ ଲାଗିପାରେ, କାରଣ ଆପଣଙ୍କ ଯେମିତି ତାଠୁ ଏକ୍ସପେକ୍ଟେସନ ରହିବ ସେମିତି ଏକ୍ସପେକ୍ଟେସନ ରହିବନି। ତାହେଲେ ସେଥିପାଇଁ କଣ ନା ଆପଣ ତାକୁ ଫଲୋ କରିବା ପାଇଁ ପଡେ। ସେଥିପାଇଁ କଲେ 10ଟା ଷ୍ଟକ୍ ଆପଣ ବାଛିବେ, 10ଟା ଷ୍ଟକ୍ ଆପଣ ଫଲୋ କଲେ, ଯଦି ଆପଣ ଭଲ ଲାଗିଲା ସେ 10ଟା ଷ୍ଟକରେ କାମ କରେ, ଯଦି ଭଲ ନ ଲାଗିଲା ତାହେଲେ ସେ 10ଟା ଷ୍ଟକରେ କାମ କରିବେନି, ଛାଡ଼ିଦେବେ। ମୁଁ କହିଲି ଦେଖନ୍ତୁ ମୋର ଏଇ ୱାଚ୍ ଲିଷ୍ଟ ଯୋଉମାନେ ଆଗରୁ ଅଛନ୍ତି କ୍ଲାସରେ, ଦେଖନ୍ତୁ ଏଇ ୱାଚ୍ ଲିଷ୍ଟ ଦେଖନ୍ତୁ ଏଇ ଷ୍ଟକରେ ସବୁବେଳେ ଆଡ୍ ହେଇକି ଅଛି, ସବୁବେଳେ ଆପଣଙ୍କୁ ଦେଖାଏ ନା ଏଇ ସବୁ ଆଡ୍ ହେଇକି ଷ୍ଟକରେ ଅଛନ୍ତି, ମତେ ଏଇ ଷ୍ଟକରେ ଭଲ ଲାଗୁଛନ୍ତି ମୁଁ ଆଡ୍ କରି ରଖିଛି। ଦେଖନ୍ତୁ ଏ ଷ୍ଟକରେ ମୋର ଆଡ୍ ହେଇକି ଅଛି, କାହିଁକି ଅଛି ଏ ଷ୍ଟକରେ ଆଡ୍ ହେଇକିରି, ମତେ ଏ ଷ୍ଟକରେ ଭଲ ଲାଗୁଛି। ମତେ ଯିଏ ଭଲ ଲାଗୁଛି ଆପଣ ଭଲ ଲାଗିବ ସେମିତି ଦେयर ଇଜ ନୋ ଗ୍ୟାରେଣ୍ଟି। ଆପଣ ଯୋଉ ଷ୍ଟକରେ ଭଲ ଲାଗିବ, ଆପଣଙ୍କୁ ଯୋଉ ଷ୍ଟକରେ ଭଲ ଲାଗିବ ଆପଣ ସେଥିରେ କାମ କରିବେ। ସେଥିପାଇଁ କଣ କରିବେ, ଆପଣଙ୍କୁ ଷ୍ଟକ୍ ସିଲେକ୍ସନ କରିକି ତାକୁ କରିବା ପାଇଁ ପଡିବ। ଚାଲ ତାହେଲେ ଆମେ ଷ୍ଟକ୍ ସିଲେକ୍ସନ କେମିତି କରିବା କୋଉ ଜାଗା ଯିବା, ତ କୋଉଠି ଯିବା ନା ମୁଁ କହିଲି ବିଏସସିରେ ଆପଣ କରିପାରିବେ, କିନ୍ତୁ ମୁଁ ସଜେଷ୍ଟ କଲି ବିଏସସିରେ ନ କରିକି ଏନଏସିରେ ଯୋଉ ଷ୍ଟକ୍ ଅଛି 2000 ଷ୍ଟକ୍ ତା ଭିତରୁ ବାଛିକିରି କରନ୍ତୁ। ବୋଥ ଆପଣ ଏନଏସି ବିଏସସିରେ କରିପାରିବେ, ବଟ୍ ମୁଁ ସଜେଷ୍ଟ କରିବି ଆପଣ ଏନଏସିରେ କରନ୍ତୁ। ଭଲ୍ୟୁମ୍ ରୁହେ, ଯୋଉ ଷ୍ଟକରେ ଭଲ୍ୟୁମ୍ ନୁହେଁ ସେ ଷ୍ଟକରେ କରିବେ, ତାହେଲେ ଏ ଯୋଉ ହବ କଣ ଆପଣ ବାୟ କରିଦେଇଥିବେ ସେଲ୍ କରିବା ଯୋଉ ପ୍ରୋବ୍ଲେମ ହବ ସେ ଟାଇପର ପ୍ରୋବ୍ଲେମ ଅଧିକା ହବନି। ତେଣୁ ସେଥିପାଇଁ ଆପଣଙ୍କୁ ଭଲ୍ୟୁମ୍ ଦେଖିକିରି ଷ୍ଟକ୍ ସିଲେକ୍ସନ କରିବା ପାଇଁ ପଡିବ। ତାହେଲେ ଯେହେତୁ ଆମେ ଏନଏସିରେ କରିବା, ଗୋଟେ ଏନଏସି ୱେବସାଇଟ୍ ଗଲି, ତ ଆପଣ ମାନଙ୍କ ଯୋଉମାନେ ବିଗିନର ଅଛନ୍ତି ଏନଏସି ସାଇଡରେ କାମ କରୁଛନ୍ତି, ଏନଏସିରେ ବହୁତ ଜିନିଷ ଅଛି, ଆ ବିଷୟରେ ଆପଣ କଣ କରିବେ ବୁଝନ୍ତୁ ନ ବୁଝନ୍ତୁ ସବୁ ଉପରେ କ୍ଲିକ୍ କରିକି ଆପଣ ସବୁ ରିସର୍ଚ୍ଚ କରିବେ। ଟିକେ ଯୋଉମାନେ ବିଗିନର ଅଛନ୍ତି, ଯୋଉମାନେ ଜାଣିଛନ୍ତି ଭଲ କଥା, ଯୋଉମାନେ ବିଗିନର ଅଛନ୍ତି ଯେହେତୁ ଏନଏସିରେ ଆପଣ ଏଇ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଏନଏସିରେ କାମ କରିବା ପାଇଁ ଚାହୁଁଛନ୍ତି, କଣ କଣ ଅଛି ଏ ୱେବସାଇଟରେ କଣ ଅଛି ଆ ଉପରେ ଟିକେ ଏକ୍ସପେରିମେଣ୍ଟ କରନ୍ତୁ। ଯୁଆଡେ ଯାହା ପାଇବେ ଚିପିକି ମାରନ୍ତୁ ଦେଖନ୍ତୁ, କିଛି ଅସୁବିଧା ମାରିକି ଦେଖିଲେ ଆପଣ ନିଜେ ସବୁ ୱେବସାଇଟ୍ ନିଜେ ହ୍ୟାକ୍ ହେଇଯିବ କି ଖରାପ ହେଇଯିବ, କଣ ହବ କିଛି ନାହିଁ, କିଛି ନାହିଁ। ଯୋଉଠି ଅଲଗା ଆଡେ ଚାଲ କ୍ଲୋଜ କରିଦେବ, ବନ୍ଦ ହେଇଗଲା, ପୁଣି ଆଉଥରେ ମାରିବେ। ତ ଆ ଉପରେ ସବୁ କଣ କରନ୍ତୁ, ଆମେ ତ କ୍ଲାସରେ ଯାହା ଯାହା ଦରକାର ଆମେ ସବୁ କିଛି ଜିନିଷ ପଢିବା, ଫିର ବି ଆଧିରେ ବହୁତ ଜିନିଷ ଅଛି। ଆପଣ ଚାହୁଁଛନ୍ତି ଆପଣ ଏନଏସି କୋଉ ଦିନ ହଲିଡେଜ ଅଛି ଜାଣିବା ପାଇଁ ଚାହିଁବେ, ତାହେଲେ ଜାଣିବେ କେମିତି, ମାର୍କେଟ କୋଉ ଦିନ ବନ୍ଦ ଅଛି କେମିତି ଜାଣିବେ, ହଲିଡେ ଉପରେ କ୍ଲିକ୍ କରିବେ। ହଲିଡେ ଉପରେ କ୍ଲିକ୍ କଲି କଣ ହଲିଡେ, ତ ଆପଣ ଜାଣିଲେ ନାଇଁ ଏଇ ଜାଗାରେ କଣ ଅଛି ନା ଇଏ ହଲିଡେ ର ଲିଷ୍ଟ ଅଛି। ଆପଣ ଦେଖିଲେ ଆଗାମୀ ପାଇଁ କଣ ହଲିଡେ ଅଛି, ଆଜି ହେଲା କେତେ ତାରିଖ ଆପଣଙ୍କର 25 ତାରିଖ, କୋଉ ମାସ ଅଗଷ୍ଟ 25, ତାହେଲେ ନେକ୍ସଟ ହଲିଡେ କେବେ ଅଛି, କେବେ ହଲିଡେ ଅଛି ଆପଣ ସ୍କ୍ରିନ ମୋର ଦେଖାଯାଉଛି ତ? ଅଗଷ୍ଟ 27ରେ ଅଛି ସାର୍। 27 ତାରିଖ ଅଛି କଣ ନା ଗଣେଶ ପୂଜା ଅଛି, ତ ଆପଣ ଜାଣିବା ପ୍ଲାନିଂ କରିପାରିବେ। ନହେଲେ 27 ତାରିଖ ଦିନ ଟ୍ରେଡିଂ କରିବା ବସେ ଦେଖିବା ମାର୍କେଟ ହଲିଡେ ଅଛି, ତ ଆର ୱାର୍କିଂ ଡେ ସହିତ ମଧ୍ୟ ଆପଣ ଆକ୍ୱାଣ୍ଟେଡ ହବା ଦରକାର। ଆପଣ ସ୍କୁଲ ଛୁଟି କେବେ ଅଛି ଜାଣିନଥିବେ, ଛୁଆକୁ ନେଇକିରି ସବୁବେଳେ ସ୍କୁଲ ପାଖରେ ଡ୍ରପ୍ କରିଦେଇ ପଳେଇ ଆସିଥିବେ, ଛୁଆ କଣ ହବ ସେମିତି କେହି ଜାଣିନଥିବେ, ଛୁଆ କଣ ହେଇଥିବ ସେଇ ପାଖରେ ଠିଆ ହେଇଥିବ, ଆପଣ ପଳେଇ ଆସିଥିବେ, ଛୋଟ ଛୁଆଟା ଯଦି ହେଇଥିବ ସେଥିରେ ଅବସ୍ଥା ହୁଅନ୍ତୁ କଣ ହବ। କିଛି ବୁଝିନାହାନ୍ତି, କିଛି ଖବର ରଖୁନାହାନ୍ତି, ଛୁଆକୁ ନେଇକି
स्कूल से छुट्टी अच्छी पाखे स्कूल पाखे ड्रॉप कर दी पड़े आसिले स्कूल पाखे कहीं ना आप भावी हाँ कहीं आसी ना बोलते आप जल्दी पड़े आसवे किसी न भावी छाड़ी आप कम पड़े ऑफिस पड़े 6-7 वर्ष छुआटा से ठिया तो अवस्था कौन हम भावतु इमाजिन करते कौन हम छुआर अवस्था छुआ पाखे मोबाइल न किसी न किए मैंने खराब लोग पड़े दुर्बृत्त हम पड़े किए कौन कौन सब करदे किडनाप कर किए नहीं कि अलग करे झील छुआ होता अवस्था खराब बर्तमान सोसाइटी जमी है प्रति स्टेप गोटे झील छुआ आपन गोटे आपन झील अच्छी मीन्स सब बड़े कोशिश पड़ो सब जगह समस्त छुआ को माने प्रति मोमेंट आप नजर रखा पड़े ना के कौन करदे बर्तमान समाज जमी है तो अर्थात से जगह आप न बुझी न से जगह छुट्टी न जानी वर्किंग न जानी छुआ छाड़ी पड़े से असुविधा छुआर एग्जाम थी जानी थे स्कूल पठेबेनी कौन हम एग्जाम मिस अर्थात छुआर विषय पूरा अपडेट हो छुट्टी हे एग्जाम के कौन सब अपडेट है ये सब जिन अपडेट हे तो ये छुट्टी कौ दिन अच्छी छुट्टी लिस्ट आप जगह पाइपर छुट्टी अपडेट तो मोर कहर मतलब है जिन कहूँ कहीं ना ये सब जो जिन अच्छी आप अपडेट निश्चित थे चलते आम स्टॉक को जगह पाए कौ कम करेंगे मार्केट डाटा पर क्लिक कर मार्केट डाटा पर क्लिक कर इक्विटी एंड एसएमई मार्केट इक्विटी एंड एसएमई मार्केट पर क्लिक करेंगे क्लिक कला पर ये देखो ये आसी गोटे कलम भाई आसला आर मार्क अच्छे निफ्टी 50 लिखाई तापर आप क्लिक करेंगे तो जिते एनएससी अंडर जिते सब स्टॉक अच्छा ये सब कैटेगरी वाइज सब अच्छा किए कौ कैटेगरी अच्छे आप गोटे स्टॉक कहे से कौ सेक्टर अच्छे जदि आप आज न्यूज देखुं ऑटो सेक्टर आज पॉजिटिव अच्छे कौ सेक्टर पॉजिटिव अच्छी ऑटो सेक्टर पॉजिटिव अच्छे आप न्यूज सकाल देखिए ऑटो सेक्टर रो गोटे जिन किसी न्यूज आसी ऑटो सेक्टर पॉजिटिव अच्छे आप ऑटो सेक्टर पर काम करेंगे ऑटो सेक्टर तो बहुत स्टॉक अच्छे कोटा काम कर जाना दरकार सपोज आप शुणिले आज कौन अच्छी ना मेटाल सेक्टर पॉजिटिव न्यूज अच्छी डिफेन्स सेक्टर पॉजिटिव अच्छी फाइनेंस सेक्टर पॉजिटिव अच्छी तो जोटा पॉजिटिव अच्छी न्यूज अच्छे आप देखिले डिफेन्स सेक्टर सपोज आप देखिले ऑर्डर दिखाई हाल को ऑर्डर देले सरकार प्रोजेक्ट ये जिन डिजास्टर या कौन हालटा रकेट भिड़ा जीव न्यूज तो गोटे दिन पूर्व आसी जाइए सेम डे आसपार गोटे दिन सेम डे दिन 12 न्यूज आसी 12टा पर जमी न्यूज आसा कौन रकेट पूरा रकेट हो अर्थात आप न्यूज रखिंट जानी कौ सेक्टर से अच्छी तो करें आप ऑटो सेक्टर पॉजिटिव न्यूज आसला ऑटो सेक्टर मीन्स ऑटो गवर्नमेंट डिक्लेयर कला ऑटो पार्ट्स ऑटो पार्ट्स जीएसटी नब ना कि 18% जीएसटी थी 80% जीएसटी को 5% जीएसटी कर टैरिफ लगेलानी सपोज यूएफ टैरिफ लगेलानी टैरिफ 0 टैरिफ करदेला से कौन हम ऑटो पार्ट सस्ता होगा मीन्स ऑटो सेक्टर भल कम हम जीएसटी लगे टैरिफ लगे कौन ये सब महंगा पड़ूला तेनाली कंपनी लॉस होता सब सेलिंग तो प्राइस तो सामान रहा कि कस्ट प्राइस बढ़ी जाऊँगी प्रॉफिट मार्जिन हो से लॉस पड़े जो देखिए पॉजिटिव न्यूज आसला से जगह कौन हम ऑटो सेक्टर धाइब ऑटो सेक्टर तो समस्त धाइबे भर जो स्टॉक रो पार्ट्स सस्ता से स्टॉक भाग्यस कर ऑटो सेक्टर तो बहुत कंपनी अच्छी ना सब देखो ऑटो सेक्टर ये देखो ये ऊपर आसगले इंडिसेस एलिजिबल इन डेरिवेटिव्स को इंडिसेस करें को इंडेक्स करें निफ्टी 50 करें निफ्टी बैंक रे करें निफ्टी नेक्स्ट 50 करें टी निफ्टी करें मिड कैप निफ्टी करें निफ्टी मिड कैप सिलेक्ट आधे करें ट्रेड करें आप तो आ भर कौ स्टॉक अच्छे आप निफ्टी 50 कौ स्टॉक अच्छे आप क्लिक करेंगे ये से कौन निफ्टी 50 रे जो 50टा स्टॉक अच्छे पाइल तो निफ्टी 50 मीन्स आपन जिते स्टॉक अच्छी एनएससी अंडर रे जितना कंपनी लिस्टेड होती भर टॉप 50 कंपनी यहाँ भर किए किए अच्छा आप लिस्ट पाइगले नेक्स्ट आप जाना चाहिए निफ्टी नेक्स्ट 50 भितर कौ स्टॉक अच्छे आप क्लिक कले क्लिक कला निफ्टी नेक्स्ट 50 प्रथम 50टा स्टॉक था आउर 50टा स्टॉक मीन्स
टोटल बैंक पड़ता 100%। फास्ट 50टा कंपनी सेठी गले, नेक्स्ट 50टा कंपनी है ये कंपनी सब आसीगले। आर लिस्ट अपन देखिले। नेक्स्ट देखा चाहिए निफ्टी बैंक। निफ्टी बैंक बैंक निफ्टी रे को स्टॉक अच्छे लिस्ट अपन जाना चाहिए। यही बैंक अच्छे को बैंक अच्छे इंडसइंड बैंक, औरो बैंक, आईडीसी फर्स्ट बैंक, एचडीएफसी बैंक, बैंक ऑफ बड़ौदा, एसबीआई, एक्सिस बैंक, पंजाब नेशनल बैंक, कोटक बैंक, आईसीआईसी बैंक, फेडरल बैंक, कनाडा बैंक। यदि आपण देखिले बैंकिंग सेक्टर सब पॉजिटिव अछि, आइदर ए स्टॉक रे ट्रेड करि पारे न बैंक ने ट्रेड करि पारे। तो एमती आपण तळ तळ सिलेक्ट कर सब पाइबे। तापर ब्रॉड मार्केट इंडिसेस अछि, निफ्टी 100, निफ्टी 200, निफ्टी 200 के पोस्ट जदि आपण चाहेबे निफ्टी 200 जो स्टॉक अछि हम तक करी मींस प्रथम 50टा गला तापर 50टा तापर 11 रहले से अर्थात 1 नंबर टू 200 नंबर पर जो स्टॉक सब अछि निफ्टी 200 भितरे एठी आपण जानि जाय परिबे। तापर जदि केतरा स्टॉक अछि हम जानि पे जेटे डाउनलोड सीएसपी अछि ए देखबे राइट साइड लिखा अछि डाउनलोड सीएसपी। आप जब आपण क्लिक करिवे तब से कोन हो ना एक्सेल शीट आकार आपण डाउनलोड होबे। चल देखो ये एक्सेल शीट ऊपर देखो डाउनलोड है। आ ऊपर क्लिक कले आपण देखि परिबे को स्टॉक अछंती कोड अछंती निफ्टी 200 भीतर अछंती। जितले आपण सपोज करबे शॉर्ट टर्म में इन्वेस्टमेंट करिवे निफ्टी 200 भीतर स्टॉक अछंती से मान को मोस्ट ऑफ द स्टॉक रो 90% स्टॉक कौन से वॉल्यूम रुपया 90% और 85% अराउंड स्टॉक रो वॉल्यूम अधिक रुए। तो आ भीतर आपण स्टॉक चूज करिवे आपण को ट्रेड करे स्टॉक आपण जानियो दरकार आ भीतर को स्टॉक सब अछंती। तो जानी थिले तो आपण ए स्टॉक सिलेक्शन करिवे निफ्टी 200 भीतर ए सब जिंस आपण जाने पे पड़ो। आको तो सब स्टॉक करिवेनी आ भीतर आपण मध्य शॉर्ट लिस्ट करिवे। तो डिफरेंट डिफरेंट कैटेगरी अछि हम सब स्टॉक सिलेक्शन करबा। तापरे निफ्टी 500 मारिवे निफ्टी 500 स्टॉक 100 गला तापरे निफ्टी 500 मारले 500 जहां मारिवे ऊपर क्लिक करे सब लिस्ट आसे सब जिंस अपन देखि परिवे। नेक्स्ट आसिला सेक्टोरियल इंडिसेस मींस को सेक्टर अछि फाइनेंशियल सेक्टर अछि एफएमसीजी सेक्टर अछि आईटी सेक्टर अछि मीडिया सेक्टर मेटल सेक्टर फार्मा सेक्टर पब्लिक बैंक सेक्टर निफ्टी रियल एस्टेट सेक्टर निफ्टी प्राइवेट बैंक कंज्यूमर ड्यूरेबल्स ऑयल एंड गैस हेल्थ केयर फाइनेंस सर्विस एक्स बैंक ये सब जिनिस देखले ये सब जिनिस विषय आपण देखिबे। सब निफ्टी ऑटो विषय आपण चाहछंती मते ट्रेड करिवार अछि मु ऑटो सेक्टर काम करे पे चाहत तो निफ्टी ऑटो ऊपर आपण क्लिक करिवे तल कोन हो ना ये ऑटो सेक्टर सिलेक्शन हे जवा। ता भीतर बहुत ऑटो सेक्टर अछि त आ भीतर सपोज आपण चाहिले मु ऑटो सेक्टर में दीटा स्टॉक चूज करबी केतरा स्टॉक चूज करबी दीटा स्टॉक चूज करबी के तीनटा स्टॉक चूज करबी सेथरे मु काम करबी। तल केमिति काम करबी आपण देखो जेते डिफेंस सेक्टर अछि एठी देखन भारत फोर्स अछि लिखा अछि भारत फोर्स मींस कौन डिफेंस सेक्टर रे ये सब जिंस काम करे ऑटो सेक्टर। तो जेते डिफेंस सेक्टर पॉजिटिव न्यूज आसी भारत फोर्स किछ ऑटो ये ऑटो तो किछ काम मिलछि तले भारत फोर्स कोन करे ना बड़ मुव करिवो हीरो मोटर को हीरो मोटर कोन हला किछ जिंस पॉजिटिव न्यूज ना आसी मींस हीरो मोटर कोन कोरछि आ वोट बार नुवा ब्रांड से आणुस मार्केट को। तो नुआ इन्वेस्टमेंट से कौन सी कंपनी अनाउंस कला जे हमें ये नुआ ब्रांड आणुछु नुआ इन्वेस्टमेंट करूछु तो ये अनाउंस करे हीरो मोटर कोन हबो ना सेना रॉकेट वाला उड़ीबो। सिमिलरली आइचर मोटर जब किछि न्यूज चला गेल आइचर मोटर अपन टारगेट करिवे एक्साइड इंडस्ट्री भी असला तापरे प्लान करिवे अपन टाटा मोटर्स असला बजाज ऑटो असला मारुति असला तुम जी हां आसीबो अपन टारगेट करिवे। पण जदि अपन देखले ऑटो सेक्टर गोटे पॉजिटिव न्यूज आसीछि तो समस्त तो रॉकेट बेला जीवेनी सब स्टॉक रॉकेट बेला जीवनी तो अपन जानिबे केमती अपन तो ब्लांक अछंती जानि नाहंती के केमती मूव करे तो अपन कोन करिवे केमती जानिउ सब। आज ऑटो सेक्टर पॉजिटिव न्यूज आसला अपन देखिए कोन करे मार्केट तो बसुती सेन देखिए को ऑटो रहा मूव करला
କୋଉ कंपनी आधर बड़ मूव दउछंदी बड़ प्रॉफिट दउछंदी तो सेही बेले स्टॉक को आपण बाछिबे आ से स्टॉक रो मध्य आगो पछे सब जिनस आपण देखिबे केमिति मूव करूछ सब देखंतु मोस्ट देखंतु मु कहले बजाज ऑटो काम करे मोस्ट ऑफ टाइम आज सब तो टिके करे किंतु बजाज ऑटो अधिया करे मारुति अधिया करे बजाज ऑटो अधिया था मारुति तापर था कारण ये सब जिनस ना रॉकेट वाला जीव बड़ बड़ स्टॉक बजाज होची 8750 टका स्टॉक आ मारुति होची 14401 टका स्टॉक मतलब 14000 टका स्टॉक तो ये भल स्टॉक बड़ स्टॉक ये जेतले मूव करे बड़ बड़ मूव देबे पण जेहेतु ये बड़ स्टॉक अछि बड़ बड़ मूव देबे मारुति देखो बजाज ऑटो देखो अपन देखो बजाज ऑटो देखो ना 5 मिनट टाइम जम कर दो देखो आ केम मूव होची आज मूव देखो तळु खसला पर अगेन सपोर्ट जगह आसला सपोर्ट नहीं अगेन रॉकेट वाला ऊपर पड़ेला ऊपर गला रेजिस्टेंस जगह देखो रेजिस्टेंस नहीं रेजिस्टेंस नहीं पड़ला तार रेजिस्टेंस थला रेजिस्टेंस फुल तळु धाइला फिर आसला ये लो को ब्रेक करला नहीं सपोर्ट पॉइंट थला जे सपोर्ट पॉइंट तक ब्रेक करला नहीं अगेन से जर कोन हला सपोर्ट नहीं पुणी अगेन ऊपर धाइला अर्थात इठी गोटे ट्रेड पाइले तळुक आसे इठी आउ ट्रेड पाइले इठी एति आपण करिवे गोटाए गोटाए सेक्टर आपण जगी बचे आपण को मल्टीपल ट्रेड दबो कोन दबो ना मल्टीपल ट्रेड दबो गोटाए तो नहीं मल्टीपल ट्रेड दबो मल्टीपल गोटाए दिन रे मल्टीपल ट्रेड पाइबे मल्टीपल ट्रेड पाइबे जबरदस्त पैसा है देखो एठी आज प्रॉफिट दिला काली देखंतु काली केनी प्रॉफिट देछि काली भी सेम दिन से मार्केट तळु खसला जबरदस्त प्रॉफिट दिला फिर ऊपर गला फिर प्रॉफिट पाइले तळु गला प्रॉफिट पाइले ऊपर गला प्रॉफिट पाइले तापर देखंतु एडी तळु ब्रेक कला जबरदस्त प्रॉफिट दिला सपोर्ट नेला ऊपर गला जबरदस्त प्रॉफिट दिला फिर तळु खसला जबरदस्त प्रॉफिट दिला तो ये सब दिन ए दिन कोन अछि ना बड़ बड़ मु पाइनी साइड वेजर अछि किछि असुविधा स्टॉक साइड वेजर ले छोटी लॉस हो बड़ लॉस हबनी 19 तारीख दिन देखंतु पूरा रॉकेट भले एडी ले गला ब्रेक कला पूरा रॉकेट भले ऊपर गला प्रॉफिट दिला फिर ऊपर रेजिस्टेंस तळु आसला प्रॉफिट दिला फिर ऊपर गला प्रॉफिट दिला अर्थात ये मूव पूरा जे आपण बुझी पारछन धरी पारुछन मु तो कहि देबा अलगा बात आपण काम कला अलगा बात ये जे मूव पूरा आपण कैप्चर करि पारुछन देखो ये ओपन ये रॉकेट वाला गैप अप ओपन है देखो गैप अप ओपन हला देखो ये गैप अप ओपन हला पूरा रॉकेट वाला ऊपर गला तळु जाए पुणी गला तो मूव कला ताको जदि आपण बुझी पारुछन धरि पारुछन से तो आपण तो गोटे दिन धरि पारिबे न ये गोटे दिन काम न कारण आपण जदि आको पर संपूर्ण स्टडी करिवे धरिवे तो प्रबल पैसा देखो ये सब क्या मो कया तो मैं देखो मींस आर केमिति मूव रोज ये देखो पूरा रॉकेट वाला जाय ये आपण स्टॉक रे अकाउंटेड हे जिवे नेक्स्ट ऑप्शन कला ये बेले देखो कैपिटल यही जगह देले पहुंचुची ऑप्शन में आपण कैपिटल डबल हो जिवो 20000 टका लगेछे 20000 टका आपण ऑप्शन टा किनेछि 20000 टका ये डबल हो जाय तो ये सब जिन कौन जानले तो आप ऑप्शन काम करे इमिडिएटली ऑप्शन पशिगले आधे बहुत कौन हो बहुत जिन आपन अच्छे तो ये सब केमिति मूव कर सेटा तो कैप्चर आपन करिया दरकार देखुछन केमिति रॉकेट वाला जाई सब मूव सब रॉकेट वाला मूव ऊपर जाओ कि तलू जाओ रॉकेट वाला मूव जदि ये मूव पर आपन धरि पारले आपन स्ट्रेटजी बेस आपन धरि पारले काम कर पारले तब मार्केट रे पैसा इनकम करि पारिबे बुझी पारले मो पॉइंट टा कहबार उद्देश्य कौन सुरेंद्र सर को
ହଁ ସାର୍ ସେଟା ଆପଣ ଯୋଉଟା କହୁଛନ୍ତି ଆମେ ବୁଝୁଛୁ କିନ୍ତୁ ସେଇଟା ଆମକୁ ଟିକେ ବାଟ ଧରେଇଦେଲେ ହବ ଆଉ। ଇଏ ତ ରାତି ମାନେ ଜଣେ ଆସିବ ମାର୍କେଟରେ ବସି ଟ୍ରେଡ୍ କରି ନ ଜାଣି ଜଣେ, ଏଠି ମୁଁ କହିବାର ପଏଣ୍ଟ ହେଲା ଜଣେ ଏସବୁ ଜିନିଷ ଜାଣିଲା ତା ସେ କମ୍ପାନୀ ବିଷୟରେ ଷ୍ଟଡି କଲା, ଷ୍ଟଡି କଲା ପରେ ଷ୍ଟକ୍ ବାଛିକିରି ତା ଦେହରେ ସିଲେକ୍ସନ କରି ଟ୍ରେଡ୍ କଲା ଆଉ ଷ୍ଟ୍ରାଟେଜି ବନେଇକି ଟ୍ରେଡ୍ କଲା, ସିଏ ଯେମିତି ପ୍ରଫିଟେବୁଲ ହବ। ଯିଏ କିଛି ଜାଣିନି ମାର୍କେଟରେ ପଶିଲା ମନ ଇଚ୍ଛା ଟ୍ରେଡ୍ କଲା, କେମିତି ପ୍ରଫିଟେବୁଲ ହବ କହନ୍ତୁ? ନା ହେଇପାରିବ କି? ତ ସେଥିପାଇଁ ମୁଁ ପ୍ରଥମ କ୍ଲାସରେ ଆପଣମାନେ ସବୁ କହିଥିଲି କଣ ନା ଏସବୁ ଜିନିଷ ଆପଣଙ୍କୁ ରିସର୍ଚ୍ଚ କରିବା ପାଇଁ ପଡେ, ସବୁ ଜିନିଷ ଜାଣିବା ପାଇଁ ପଡିବ। ଯଦି ରିସର୍ଚ୍ଚ କରିବେ ତାହେଲେ ସବୁ ଜିନିଷ ହବ। ଆମେ ପଢିବା ସବୁ ଜିନିଷ, ତେଣୁ କହିବା ଉଦ୍ଦେଶ୍ୟ ହେଲା ପ୍ରଥମ ଜିନିଷ ହେଲା ଆପଣଙ୍କୁ ଆଜି ଆପଣ ଜାଣିଲେ ଅଟୋ ସେକ୍ଟର ପଜିଟିଭ ନ୍ୟୁଜ ଅଛି। ତ ପଜିଟିଭ ନ୍ୟୁଜ ଅଛି ଆପଣ କୋଉ ଷ୍ଟକ୍ ସିଲେକ୍ସନ କରିବେ? ଯେମିତି ଅଟୋ ସେକ୍ଟର ଅଛି, କି ଆପଣ ଦେଖିଲେ ବାଜାଜ ଅଟୋ, ସିମିଲା ଦେଖୁଛି ମାରୁତି ଦେଖନ୍ତୁ, ମାରୁତି ଦେଖୁଛି ବାଜାଜ ଟା ସବୁବେଳେ ପ୍ରାୟ ମୁଭ୍ କରେ, ମାରୁତି ଟା ସବୁବେଳେ କରେନି, କିନ୍ତୁ ଯେତେବେଳେ ମୁଭ୍ କରେ, ଯେତେବେଳେ ମୁଭ୍ କରେ ସିଏ ରକେଟ ଭଳିଆ ମଧ୍ୟ ଯାଏ। ବାଜାଜ ଭଳିଆ ମାରୁତି ତ ମୁଭ୍ କରେନି, କିନ୍ତୁ ଯେତେବେଳେ ମୁଭ୍ କରେ ଯାଏ। ସେ ପୁରା ଯାଏ, ଇଏ କିନ୍ତୁ ପଡି ପଡିକା ଯାଉଛି। ଦେଖନ୍ତୁ ଦେଖିବେ ଇଏ ପଡି ପଡିକା ଯାଉଛି, ସିଏ କିନ୍ତୁ ଯେତେବେଳେ ଯାଉଥିଲା ପୁରା ଉଡି ଉଡି ଯାଉଥିଲା। ଇଏ ମଧ୍ୟ ଯେତେବେଳେ ଆର ପଜିଟିଭ ନ୍ୟୁଜ କିମ୍ବା ନେଗେଟିଭ ନ୍ୟୁଜ ଆସିବ, ଇଏ ମଧ୍ୟ ଉଡିଯିବ। ଏସବୁ ଜିନିଷ ଆପଣ ଜାଣିବେ କେମିତି? ଇଏ କିନ୍ତୁ ବାଜାଜ ଅଟୋ ଭଳିଆ ମାରୁତିରେ ଏତେ ମୁଭ୍ ନୁହେଁ। ଦେଖନ୍ତୁ ଇଏ ପଡିକି ରହୁଛି ନା, ଇଏ ପଡିକି ରହୁଛି, ଇଏ ପ୍ରାୟ ସମୟ କଣ ହବ ପଡିଯାଏ ବେଳେବେଳେ, କିନ୍ତୁ ଯେତେବେଳେ ପଜିଟିଭ ନ୍ୟୁଜ ଥିବ ଆର ମିନ୍ସ ପଜିଟିଭ ନ୍ୟୁଜ ଥିଲା ମାନେ ଆପଣ ଏଇଠି ଏଇଭଳିଆ ଅପସନ ଯଦି ଆପଣ କରୁଛନ୍ତି, ଏଇଭଳିଆ ବହୁତ ବଡ ମୁଭ୍ ଦେଖନ୍ତୁ, ଏଇଥିରେ ମୁଭ୍ କରିଛି 12,615 ମାନେ ଇଏ ହାଇ ମାର୍ଚ କେତେ 12,000 ନା ଶୁଣ ଏଠି 300 ପଏଣ୍ଟ ପୁରା ଉଡିଗଲା, 600 ରୁ 12,900 300 ପଏଣ୍ଟ ଉଡିଗଲା। ଅପସନ କଲେ ଏଠି ମଧ୍ୟ ଆପଣ ବଡ ଷ୍ଟକ୍ ରେ କଲେ ପ୍ରଫିଟ ହେଇପାରେ, ଅପସନ କଲେ ପ୍ରଫିଟ କରିପାରିବେ। ତ ଏହାର ଯେତେବେଳେ ସବୁ ନ୍ୟୁଜ ରହିବ ଇଏ ଉଡିବ, ନହେଲେ ଅଦରୱାଇଜ ପ୍ରାୟ ସମୟ ଉଡେନି। ନ୍ୟୁଜ ଯେତେବେଳେ ପଜିଟିଭ ନ୍ୟୁଜ ଅଛି ପୁରା ଉଡିବ, ନେଗେଟିଭ ନ୍ୟୁଜ ଥିଲେ ପୁରା ଉଡିବ, ତଳକୁ ଉଡିବ। ଏଇ ସବୁ ଜିନିଷ ହେଲା ଆପଣ ସବୁ ଜାଣିବେ କେମିତି? ତ ଆପଣ ପ୍ରଥମ ଜିନିଷ ହେଲା ଷ୍ଟକ୍ ସିଲେକ୍ସନ। ଷ୍ଟକ୍ ସିଲେକ୍ସନ ମୁଁ ଆପଣଙ୍କୁ କହିଦେବି। ଷ୍ଟକ୍ ସିଲେକ୍ସନ ରେ ଆପଣ କଣ କରିବେ, ଆଙ୍କର ନେଚର, କ୍ୟାରେକ୍ଟର, ବିହେଭିୟର ସବୁ ଜିନିଷ ପ୍ରତିଟି ନ୍ୟୁଜ ପ୍ରତିଦିନ ଆପଣ ଗୁଗଲରେ ମାରନ୍ତୁ, ଯୋଉଠି ଯାହା ମାରନ୍ତୁ, ନ୍ୟୁଜ ଦେଖନ୍ତୁ। ଯୋଉ 10ଟା ଷ୍ଟକ୍ ଆପଣ ବାଛିଥିବେ ତାର ନ୍ୟୁଜ ସବୁଦିନ କଲେକ୍ସନ କରିବେ। ଆ ଉପରେ କିଛି ନ୍ୟୁଜ ଆସିଛି କି? ଯଦି ଆସୁଛି ତାହେଲେ ତା ବେସିସ ରେ ଆପଣ ଟ୍ରେଡ କରିବେ। ନିଜେ ଜାଣିଲେ ପଜିଟିଭ ନ୍ୟୁଜ ଖାଲି ତ ଜାଣିଲେ ଟ୍ରେଡ କରିବେ। ପଜିଟିଭ ନ୍ୟୁଜରେ ଆପଣ ଷ୍ଟ୍ରାଟେଜି ବେସ ରେ କାମ କରିବାର ଅଛି। ଯୋଉ ଯୋଉ ଷ୍ଟ୍ରାଟେଜି ଆପଣ ସବୁ ଶିଖିବେ, ସେଇ ଷ୍ଟ୍ରାଟେଜି ବେସ ରେ ତା ଉପରେ ଆପଣ ଫୋକସ କରିବେ। ଯଦି ସବୁକୁ ଜିନିଷ ରିସର୍ଚ୍ଚ କରି ଆପଣ କରୁଛନ୍ତି, ତାହେଲେ ଏ ଜାଗାରେ ଆପଣ କଣ ହବ, ମାର୍କେଟରୁ ପଇସା ଇନକମ କରିପାରିବେ। ଲୋକ ପଇସା ଇନକମ କରୁଛନ୍ତି, ସେ କଣ ମୂଳରୁ ଧରା ହେଇକି ଆସୁଛନ୍ତି? ଆପଣ ଭଳି ସାନ ମଣିଷ, ଆପଣ ଭାତ ଡାଲି ରୁଟି ଖାଇଥିବା ମଣିଷ, ତ ଯିଏ ଯେମିତି ଦିମାଗ ଭାଇ ଲଗେଇଲା ସେ ପଇସା ଇନକମ କଲା। ଯିଏ ଦିମାଗ ଲଗେଇଲାନି ଆଥା କଥାରେ ପଢିଲା, ଏଠି ସେଠି ଟେଲିଗ୍ରାମ ଏପଟ ସେପଟେ ପଶିଲା, ଅପସନ ପଶିଲା, ବର୍ବାଦ ହେଲା। କିନ୍ତୁ ଆପଣ ଯଦି ହଁ ଲସ୍ ହବରେ, କାରଣ ସବୁବେଳେ ଆପଣ ଭାବନ୍ତୁନି ଯେ ଆପଣଙ୍କୁ ଷ୍ଟ୍ରାଟେଜି ଅନୁଯାୟୀ ମୁଭ୍ କରିବ ବୋଲି। କାରଣ ମାର୍କେଟ ହେଲା ସୁପ୍ରିମ, ସେ କେତେବେଳେ କଣ ମୁଭ୍ କରିବ, ପଜିଟିଭ ଥିବ ସଡନଲି ତଳକୁ ଗଳି ପଡିବ। କାହିଁକି ନା ଭିତରେ କି ଇନସାଇଡରେ କିଛି ଗୋଟେ ନ୍ୟୁଜ ହେଇଥିବ, ଆପଣ ତ ପହଞ୍ଚି ନଥିବ, କି ସାଙ୍ଗେ ସାଙ୍ଗେ ତଳକୁ ଗଳି ପଡିବ। ହବ କାହିଁକି ଆପଣ ବେଳେ ବେଳେ ଦେଖିବେ ଏଠି ଆପଣ ସମସ୍ତେ ମ୍ୟାରେଜ କରିଛନ୍ତି, କିଏ ମ୍ୟାରେଜ କରିନାହାନ୍ତି? କିଏ ମ୍ୟାରେଜ କରିନାହାନ୍ତି କୁହନ୍ତୁ? ସୁରନ୍ଦର ସାର୍ ଆପଣ ମ୍ୟାରେଜ ହେଇଛି? ହଁ ମୋର ସାର୍ ଝିଅଟେ। ପ୍ରିୟ ସାର୍ ଆପଣଙ୍କ ମ୍ୟାରେଜ ହେଇଛି? ପ୍ରିୟ ସାର୍ ଯଦି ନାହାନ୍ତି, ବୋଧେ କୁଆଡେ ତାଙ୍କର କିଛି ଅଡିଓ ଫଡିଓ ଅନ୍ କରିନ କଣ ନାହାନ୍ତି। ଓକେ, ତାହେଲେ ସମସ୍ତେ ମ୍ୟାରେଜ କରୁଛନ୍ତି। ତ ମ୍ୟାରେଜ କଲା ବେଳେ ଆପଣ ମାନ ସବୁ ଏକ୍ସପିରିଏନ୍ସ ଥିବ, କଣ ଥିବ ନା ଆପଣଙ୍କ ସ୍ତ୍ରୀ କୁହନ୍ତୁ କିମ୍ବା ଝିଅ ପିଲା ଯାହା ନିଅନ୍ତୁ, ଜେନେରାଲି କଣ ହବ ନା ପ୍ରତି ସେକେଣ୍ଡରେ ଘଡି ଘଡିକେ ତାଙ୍କ ମନର ପରିବର୍ତ୍ତନ ହବ। ଏବେ ଗୋଟେ କଥା କହୁଥିବେ, ସଙ୍ଗେ ସଙ୍ଗେ ମୁଡ ଚେଞ୍ଜ ହେଇଯିବ ଆଉ ଅର୍ଥାତ ପ୍ରତି ସେକେଣ୍ଡରେ
प्रति सेकेंड रे मूड तक चेंज है अर्थात जदि निज फैमिली लाइफ आपन को खुशी रे रहा पे चाहूछंती तले कोन हबो ताको मूड जेमिति परिवर्तन हबो आपण पाखे सेइ बेले अमोघ वस्त्र थिबा दरकार ताको हैंडल करिया पई जदि हैंडल न करि परले गला कोसा थाली ऊपर उड़िला ताले कोन कोन उड़ियो केतले कोन उड़ियो ठीक ठिकाना ना एग्जैक्टली से सेमती ये जेमती मार्केट भाई सेमती मार्केट एग्जैक्टली आपण स्त्री भली जदि आपण सतर्क न रहिबे आंको मूड जदि आपण बुझी पारु ना देखंत आपण भाबी ऊपर जेली से तळको आसला तळको भाबी आपण एटी किनवेल भाबला लो तळको एटी सेल करे भाबला से पुणी रखे देला ऊपर पळेला एग्जैक्टली सेम जेमती आपण स्त्री की हैंडल करिया पई आपण बुद्धि दरकार बुद्धि नले घर भांगिबो डिवोर्स हबो विभिन्न प्रकार कोर्ट कचरे विभिन्न प्रकार जिनिस हबो ससुर घर लखे से बसी जे ससुर घर फोन आसीबो ये फोन आसे से फोन आसे विभिन्न प्रकार जिनिस यात्रा हबो जदि वेल्स हैंडल करि पारले आपण स्त्री रो मूड बुझि कि आपण सेंदे व्यवस्था करि पाले किछि असुविधा नै बाहर को बहुत सुंदर देखे भीतर जहाँ भी आपण मन जहाँ तो सेटा के देखिबेनी बाहर को बहुत सुंदर देखा दिबो आपण लाइफ मते ठीक ठाक चलिबो जे आपण हैंडल करि पारछंती ठीक ठाक चले हैंडल न करि पाले असुविधा एग्जैक्टली मार्केट भाई हला सेया प्रति सेकेंड रे आर कोन हबो आपण भाबिते पॉजिटिव ऊपर थिबो किछि न्यूज पळे आस्थिबो आपण जानि नथिबे से मार्केट सेड तळु गळि पड़थि आपण चुपचाप बसथिबे आपण भाबे नाही आज रे पॉजिटिव न्यूज अछि एउत से रकेट बेला जिवो स्टॉक रे पॉजिटिव न्यूज अछि से जिवो के जिबा कहले कोन हबो जिबा कहले कोन हबो ता भीतर आ किछि दिन से आपण जानि नांती गला आपण स्त्री का मन किछि एफर्ट सेपट होला आपण बुझाई देले आपण भाल ना स्त्री मूड भल होला एठी हबो स्त्री संग से कोन करछि ना ता बाबा घर फोन कर दैछंती सेठी जे ताको मामा कोन ताको आपण को सासू घर ताको मदर किछि को मंत्रणा दे देथिबे संगे संग आपण भाबे भल थिबो बोली भाबिते भल दिन सब दिन कला बेलकू ताकर फ फ फ होउछि अरे एबे भल थिला कोन हेगला म त किछि दिन से कहनी किंतु सेपट किछि विटामिन दे दिया आइछि तो विटामिन आसार पड़िला तो जदि आपण किसी दिन सेपट कले थाली देटे उड़िला धड़ धड़ खड़ खड़ चलथिबो रोषेई करी चलुथिबो ये सेमती आपण को पूरा अनेक पूरा सतर्क हे रहे पड़े जदि सतर्क भाई जो दिन से कहछि रियल एग्जांपल दे आपण कहछि पण सेति भाई आपण सब भले भाई कॉशियस हवा पे पड़िबो कॉशियस है कि जदि आपण स्ट्रेटजी सब दिन से जानिले काम करला बेले आपण स्ट्रेटजी बेस काम करे ब्लाइंडली नुहे आपण स्ट्रेटजी बेस काम करिवे स्ट्रेटजी गला ट्रेड करे स्ट्रेटजी न गला मार्केट ऊपर जाउची किंतु आपण स्ट्रेटजी जाउन करिवे तेन सेमती आपण प्लानिंग करी करिवार अछि जले आपण प्लानिंग आपण स्ट्रेटजी काम गला तो सेमते काम करे ताले कोन हो लॉस छोट छोट हो प्रॉफिट बड़ बड़ हो आस्ते 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 जले आपण संपूर्ण दिन साजे बुझे जिवे मास्टरी आसे जिवो तापर आपण प्रॉफिट आस्ते आस्ते बड़ी के जिवो प्रथम लॉस होतला लॉस ता छुटिया ही गेला प्रॉफिट कन्वर्ट हेले प्रथम छोटे छोटे प्रॉफिट हेला तापर छोटे छोटे लॉस होता किंतु प्रॉफिट हेले बड़ बड़ होता आस्ते प्रॉफिट बड़ी के जिवो तेणु सेति पई आपण को पेशेंस रखिया पड़िबो ये सब जिनस अक्वेंटेड हवा पे पड़ो अक्वेंटेड है काम करबा पे पड़ो जति करू छहंती ताहाले सक्सेस हो ओके तो काली रे पूर्व क्लास हम जेम कहथले न्यूज विषय डिस्कशन करथले आज मते सेम दिन से रहले पर्टिकुलर स्टॉक हम जो 10टा स्टॉक बाछिबे काली हम ओवरऑल पड़िथले आज पर्टिकुलर हे गेला पर्टिकुलर कोन हले ना हमें जो स्टॉक रे काम करिवार अछि सपोज आज हम देखले ऑटो सेक्टर पॉजिटिव न्यूज अछि तो ऑटो सेक्टर को न्यूज ता पॉजिटिव अछि सेटा को स्टॉक ऊपर असर पकैबो तल सेटा को अपन डिटेल से बुझिया पे पड़ो से न्यूज रो बुझिया पे पड़ो न्यूज रो बुझि सरला परे तापर अपन स्टॉक सिलेक्शन करे को ऑटो सेक्टर काम करबे तो सेति पे जदी अपन ए सब दिन से मासे के 5टा ट्रेड नियंतु प्रॉपर्ली प्लानिंग जदी करिवे 5टा ट्रेड जदी 3टा ट्रेड सक्सेस होछन्ते मासे के 5टा ट्रेड नेले 5टा ट्रेड 3टा सक्सेस हेले 2टा फेल्योर हेले फेल्योर जेते छोटे लॉस हेतो 3टा जइतबो भलो प्रॉफिट देइतबो आ से अपन गोटे मास रे इनकम देइकरी जीवा
ୱାଲନା କ୍ୟାପିଟାଲ ରଖିଛନ୍ତି, ୱାଲନା କ୍ୟାପିଟାଲ ଯଦି 5,000 10,000 ଟଙ୍କା ଯଦି ଆପଣ ପ୍ରଫିଟେବୁଲ ହେଇଗଲେ 5 ଦିନ କାମ କରୁଛନ୍ତି ତା ଭିତରେ ଆପଣ 10,000 ଟଙ୍କା ପ୍ରଫିଟ ପାଇଗଲେ 10% ହେଇଗଲେ ଭାଇ ବହୁତ ବଢିଆ କଥା। ଇନିସିଆଲ ଷ୍ଟେଜ କଲେ ଯେତେବେଳେ ଆପଣ ଏକ୍ସପିରିଏନ୍ସ ବଢି ବଢିଛି ଆପଣ ଭଲ ପଇସା ଇନକମ କରିପାରେ, ଦିନକୁ ମଧ୍ୟ କୋଟି କୋଟି ଟଙ୍କା ଇନକମ କରିପାରେ, ଲୋକ କରୁଛନ୍ତି, ବଡ ବଡ ଟ୍ରେଡର କରୁଛନ୍ତି, ଆପଣ ବି କରିପାରିବେ। ତେଣୁ ସେଥିପାଇଁ ଆପଣ ସମୟ ଦରକାର, ଏକାଥରେ ଓଭର ନାଇଟ୍ ହେଇଯିବନି, ପେସେନ୍ସ ରଖିବେ। ତ ଏଇ ସବୁ ଜିନିଷ ଆପଣଙ୍କୁ କାମ କରିବା ପାଇଁ ପଡିବ, ରିସର୍ଚ୍ଚ ଓରିଏଣ୍ଟେଡ କାମ। ଏଇ ସବୁ ଜିନିଷ ଉପରେ ଆପଣ କଣ କରିବା ପାଇଁ ପଡିବ ନା ରିସର୍ଚ୍ଚ କରିବା ପାଇଁ ପଡିବ। ଯଦି ରିସର୍ଚ୍ଚ କରିବେ ତାହେଲେ ମାର୍କେଟ ସକ୍ସେସ ହେବେ, କିନ୍ତୁ ଯଦି ଆପଣ ଓଭର ନାଇଟ୍ ପଇସା ଇନକମ କରିବା ପାଇଁ ଚାହିଁଲେ ଭାଇ ହେଇପାରିବ। ଟେଲିଗ୍ରାମ ଗ୍ରୁପ ବିଜୟ କାଡିଆର ଆପଣଙ୍କୁ ଭିଡିଓ ଦେଇଥିଲି, ଯଦି ଆପଣ ଚାହିଁବେ ବିଜୟ କାଡିଆର ୟୁଟ୍ୟୁବ ଚ୍ୟାନେଲକୁ ଯିବେ, ଯାଇକିରି ବିଜୟ କାଡିଆ ଯେ ବଡ ଇନଭେଷ୍ଟର ଗୋଟେ, ଯେମିତି ଆପଣ ରାକେଶ ସୁନୱାଲା ତାଙ୍କ ସ୍ତ୍ରୀ ଦେଖନ୍ତୁ ବର୍ତ୍ତମାନ ଆପଣଙ୍କ ଗେମ୍ ସେକ୍ଟର ଷ୍ଟକ ରେ ଖସିଲା, ସେ ଜୁନ ମାସରେ ଷ୍ଟକ ରେ ବିକି ଦେଇଥିଲେ। କାହିଁକି ବିକିଦେଲେ? ତାଙ୍କ ପାଖେ ଇନସାଇଡ ନ୍ୟୁଜ ପହଞ୍ଚିଥିବ ନା, ନ୍ୟୁଜ କଲେକ୍ସନ କରୁଥିବେ, କୋଉ ଷ୍ଟକଟା କିଣିବି, କୋଉ ଷ୍ଟକ ବାହାର କରିବି, କୋଉ ସେକ୍ଟର କେମିତି ଚାଲିଛି, ସେ ଆନାଲିସିସ୍ କରୁଛନ୍ତି। ଏବେ ଦେଖନ୍ତୁ ଆପଣଙ୍କ ବିଲ୍ ଅନଲାଇନ ଗେମ୍ ବନ୍ଦ ହେଇଗଲା, ଷ୍ଟକ ଡୁବିବା ଗଲା ପୂର୍ବରୁ ସେ ଜୁନ ମାସରେ ସେ ଷ୍ଟକ ରେ ବିକି ସାରିଛନ୍ତି ଅଲରେଡି। ବଡ ବଡ ଟ୍ରେଡର କଣ କରନ୍ତି, କଣ ମନକୁ ବଡ ବଡ ହେଇଛନ୍ତି? ପ୍ରଥମତ ଆପଣ ବେଳେ ସେମାନେ ଷ୍ଟ୍ରଗଲ କରନ୍ତି, ସବୁ କରୁଛନ୍ତି, ଆସ୍ତେ ଆସ୍ତେ ଏକ୍ସପେରିଏନ୍ସ ବଢିଲା, ନଲେଜ ବଢିଲା, ରିସର୍ଚ୍ଚ ଓରିଏଣ୍ଟେଡ କାମ କଲେ, ଏବେ ପଇସା ଇନକମ କରୁଛନ୍ତି। ତ ସେଇଭଳି ଆପଣମାନେ ଯଦି ମେହନତ କରିବେ, ଶିଖିବେ, ପ୍ରାକ୍ଟିସ କରିବେ, ତାହେଲେ ସମୟ ଆସିବ ଆପଣ ମାନେ ପଇସା ଇନକମ କରିବେ। ତେଣୁ ପେସେନ୍ସ ରଖିବା ପାଇଁ ପଡିବ, ଶିଖିବା ପାଇଁ ପଡିବ, ରିସର୍ଚ୍ଚ କରିବା ପାଇଁ ପଡିବ। ଯେତେ ରିସର୍ଚ୍ଚ ଆପଣ କରିବେ ସେତେ ସକ୍ସେସ ହେବେ। ଆଉ ଭାବନ୍ତୁ ଯେ ସର୍ଟକଟଲି ବୁଲି ବୁଲି ଆସିବି, ଦେଖିଦେଲି କଣ ଏଇଟା ଉପରକୁ ଯାଉଛି, ମୋବାଇଲରେ ଟ୍ରେଡ ନେଇଗଲି, ଏମିତି ସମସ୍ତେ ତ ପଇସା ଇନକମ କେହି ତ ଚାକିରି ବାକିରି କରନ୍ତିନି। ତେଣୁ ଯଦି ଚାହିଁବେ ଆପଣ ୟୁଟ୍ୟୁବରେ ବିଜୟ କେଡିଆ ମାରିଦେବେ, ବିଜୟ କେଡିଆ ମାରିକି ଯଦି ଆପଣ ତାଙ୍କଠୁ କିଛି ମୋଟିଭେସନ ପାଇବା ପାଇଁ ଚାହିଁବେ, ସେ କିଛି ଟ୍ରେନିଂ ଫେନି କୌଣସି ଜିନିଷ କରନ୍ତିନି, ଗୀତ ବୋଲନ୍ତି, ତାଙ୍କର ଗୀତ ମଧ୍ୟ ଶୁଣିବେ, ଷ୍ଟକ୍ ମାର୍କେଟ ଗୀତ ସବୁ ବୋଲନ୍ତି। ଯଦି ଆପଣ ଚାହିଁବେ ବିଜୟ କେଡିଆରେ ଇଣ୍ଟରଭ୍ୟୁ ଯୋଉ ଅଛି ସବୁ ଇଣ୍ଟରଭ୍ୟୁ ରିଲ ଦେଖିବେ, ପ୍ଲସ ଗୀତ ଷ୍ଟକ୍ ମାର୍କେଟରେ ବହୁତ ଗୀତ ସେ କରିଛନ୍ତି, ତାଙ୍କ ୟୁଟ୍ୟୁବ ଚ୍ୟାନେଲ ଅଛି, ଆପଣ ଦେଖିପାରିବେ। ଦେଖନ୍ତୁ କିଛି ଜିନିଷ ଶିଖନ୍ତୁ, ସେ କଣ କଣ ସବୁ କହିଛନ୍ତି, ସେ ଗୋଟେ ବଡ ଇନଭେଷ୍ଟର। ତ ଏସବୁ ଜିନିଷ ହେଲା ଆପଣଙ୍କୁ ରିସର୍ଚ୍ଚ କରିବା ପାଇଁ ପଡିବ। ଓକେ, ତ ଆଜିର ଜିନିଷ ହେଲା ଆପଣଙ୍କୁ ପର୍ଟିକୁଲାରଲି ଷ୍ଟକ୍ ଓରିଏଣ୍ଟେଡ ହବା ପାଇଁ ପଡିବ, ତାର ନ୍ୟୁଜ କଲେକ୍ସନ କରିବା ପାଇଁ ପଡିବ। ନେକ୍ସଟ ହେଲା ଆପଣ ସାର୍ ଆଜି କୁହନ୍ତୁ। ସାର୍ ଆମେ ଫାଷ୍ଟ ଆମେ ଯୋଉ ଏନ୍ଏସି ସାଇଟ୍ର ଦେଖିଦେବୁ ଯେ ମାନେ କୋଉ ଷ୍ଟକ୍ ଟା ମାନେ କୋଉ ସେକ୍ଟର ଆଜି ଇଏ ହଉଛି ମୁଭ୍ ଦବ। ନ୍ୟୁଜରେ ପାଇବେ ଆପଣ, ଏନ୍ଏସି ସାଇଡରେ ଆସିବନି, ନ୍ୟୁଜରେ ଆପଣ ଜାଣିବେ। ହଁ, ତାପରେ ତ କୋଉ ସେକ୍ଟର, ତାପରେ କୋଉ ଷ୍ଟକ୍ ବି ସେଠି ନ୍ୟୁଜରେ ଦେଇଦବ କି? ନାଇଁ ନାଇଁ, ଯଦି ପର୍ଟିକୁଲାର କୋଉ ଷ୍ଟକ୍ ରିଲେଟେଡ ହେଲେ ଷ୍ଟକ୍ ରିଲେଟେଡ କହିବ। ସପୋଜ ଫାର୍ମା ସେକ୍ଟର କହିଲେ, ଆପଣ ଗଭର୍ଣମେଣ୍ଟ କଣ କଲା, ଏକୁ ଭ୍ୟାକ୍ସିନ ବନେଇବାକୁ ଦେଲା, ଭ୍ୟାକ୍ସିନ ହଁ ବନେଇବା ଦେଇଛନ୍ତି, ସେ ଷ୍ଟକ୍ ଟା କଣ ଉଡିବ? ହଁ ସେମିତି ହଁ ତ ପର୍ଟିକୁଲାର ଆସିବ, ନଚେତ ଯଦି ଗୋଟେ ଆସିଲା ଅଟୋ ସେକ୍ଟର ଉପରୁ ଜିଏସଟି ଛାଡ ହେଲା ମିନ୍ସ 18% 5%, ତ ଅଟୋ ସେକ୍ଟର ସବୁ ଉଡିବ। ମିନ୍ସ କହିବ କୋଉ କୋଉ ପାର୍ଟ, ଏଇ ପାର୍ଟ ଉପରେ ଜିଏସଟି ଛାଡ ହେଲା, ତ ସେଇ ପାର୍ଟ ଟା ଯୋଉ କମ୍ପାନୀରେ ହେଉଥିବ, ସପୋଜ ଆପଣ ହିରୋ ମୋଟର ଦେଖିବେ, ହିରୋ ମୋଟର ସେ କଣ ବନଉଛି, ହିରୋ ମୋଟର ଟା କଣ ବନଉଛି, ହିରୋ ମୋଟର ଟା କଣ ବନଉଛି କୁହନ୍ତୁ? ଗାଡି ବନଉଛି, କୋଉ ଗାଡି ବନଉଛି? ଟୁ ହ୍ୱିଲର। ଟୁ ହ୍ୱିଲର। ଯଦି ସେଠି ନ୍ୟୁଜ ଆସିଥିବ ଯେ ବଡ ବଡ ଗାଡିରେ ଯୋଉ ପାର୍ଟସ ୟୁଜ ହଉଛି ସେ ତା ଉପରେ ଜିଏସଟି ଛାଡ ଅଛି, ତାହେଲେ ହିରୋ ମୋଟର ମୁଭ୍ କରିବ? ନା, ମାରୁତି ବଢିବ, ଅଶୋକ ଲିଲାଣ୍ଡ ଏଇଭଳିଆ ସବୁ ବଢିବ ଏଗୁଡା। ଯଦି ଟ୍ରକ୍ ଉପରେ ଯୋଉ ଟ୍ରକ୍ ସବୁ ଥିବ, ଟ୍ରକ୍ ଉପରେ ସବସିଡି ଦିଆଗଲା, କିଛି ଜିନିଷ ଗଭର୍ଣମେଣ୍ଟ ଟ୍ରକ୍ ଉପରେ ମାଲ ପରିବହନ ପାଇଁ, ଟ୍ରକ୍ ଇଏ ପାଇଁ ଟ୍ରକ୍ ସେକ୍ଟର ଦିଆଗଲା, ତାହେଲେ କିଏ ତାହେଲେ ଉଡିବ? ଅଶୋକ ଲିଲାଣ୍ଡ ବଢିବ। ଯୋଉ କମ୍ପାନୀ ଟ୍ରକ୍ ବନଉଥିବେ। ହଁ ତେଣୁ ଆପଣ ଯଦି କହିବେ ଆପଣ ହିରୋ ମୋଟର ଯଦି କିଣିକି ବସିଥିବେ,
ସାର୍ ଅଟୋ ସେକ୍ଟର ପଜିଟିଭ ନ୍ୟୁଜ ଥିଲା, ଅଟୋ ସେକ୍ଟର ହିରୋ ମୋଟରଟା କାହିଁ ସାର୍ ଉଡ଼ିଲାନି, ମତେ କ୍ୱେଶ୍ଚିନ୍ କରିବେ ଯଦି ତ କଣ ଆନ୍ସର ଆପଣ ପାଇବେ? ଆରେ ଭାଇ ସେ ତ ଦେଇଥିଲା ଆ ଉପରେ ଛାଡ ହେଇଛି, ଅଟୋ ସେକ୍ଟର ଯୋଉଟା ଛାଡ ହେଇଛି କାହା ଉପରେ ନା ଯୋଉମାନେ ଟ୍ରକ୍ ସେକ୍ଟର ଅଛି ତା ଉପରେ ହଉଛି। ତେଣୁ ଯୋଉ କମ୍ପାନୀରେ ଟ୍ରକ୍ ବନଉଛନ୍ତି, ଏଠି ଦେଖନ୍ତୁ କୁଆଡେ ଗଲା, ଏଇଠି ସାର୍ ଆମକୁ ଗୋଟେ ଦେଖୁନାହାନ୍ତି ଟିକେ ଗୋଟେ ଏଇଠି ମନି ଦେଖନ୍ତୁ। କଣ୍ଟ୍ରୋଲ ଗୋଟେ ନ୍ୟୁଜରେ ଟିକେ ଯଦି ଜାଣିପାରିବୁ ଆମେ ଟିକେ ନହେଲେ। ନାଇଁ ନାଇଁ ଯୋଉଦିନ ଯାହା ନ୍ୟୁଜ ଆସିବ ତାପରେ ବେଶ କରିବା, ଆମେ ପଢିବା, ପେସେନ୍ସ ରଖନ୍ତୁ, ଆଗକୁ ଯିବା। ଦେଖନ୍ତୁ ଅହ, ଏଇଠି ଦେଖନ୍ତୁ ହିରୋ ମୋଟର, ଆପଣ ମୁଁ କାହିଁକି କହିଲି ପଢିବା ପାଇଁ, କାହିଁ ହିରୋ ମୋଟର ଆପଣ କମ୍ପାନୀ ବିଷୟରେ ପଢିବା ଦରକାର ଏଇଥିପାଇଁ ଯେ, ମୁଁ କାହିଁକି କହୁଛି କମ୍ପାନୀ ବିଷୟରେ ପଢିବା ପାଇଁ। ହିରୋ ମୋଟର କଣ ତିଆରି କରୁଛି, କଣ ବନଉଛି। ଆପଣ ସିନା ହିରୋ ହୋଣ୍ଡା ଗାଡି ଚଲଉଛନ୍ତି ବୋଲି ସିନା ଆପଣ କହିଲେ ମୁଁ ଇଏ କରୁଛନ୍ତି, ଯେ ଗାଡି ଚଲଉନଥିବ, ନଲେଜ ନଥିବ, ସେ କେମିତି ଜାଣେ ହିରୋ ହିରୋ ମୋଟର କହୁଛି କେବଳ ବାଇକ ବନଉଛି, ଜଣକ ସେ କାର ବନଉଥିବ, ଜଣେ ଜାଣିନଥିବ, ସେ ମଧ୍ୟ କରିବ ନା। ତେଣୁ ଏଥିପାଇଁ କଣ କନା ଆପଣ ଅଟୋ ସେକ୍ଟରରେ କାମ କରିବେ ମିନ୍ସ ସବୁ ଯୋଉ ଏଇଠି ଅଟୋ ସେକ୍ଟରରେ ଯେତେଟା ଷ୍ଟକ୍ ଅଛନ୍ତି, କିଏ ଅଛନ୍ତି? ହିରୋ ମୋଟର, ଭାରତ ଫୋର୍ସ, ଆଇଚର ମୋଟର, ଏସ୍ଆର ଇଣ୍ଡି, ଟାଟା ମୋଟର, ବାଜାଜ, ମାରୁତି, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ମଦରସନ, टी इंडिया, टीवीएस मोटर, एमआरएफ, अशोक लेलैंड, बोस लिमिटेड, बालकृष्ण इंडस्ट्री। तो ये कौन प्रोडक्शन करूଛନ୍ତି ଆପଣ ଜାଣିବାକୁ ପଡିବ। ଯଦି ଦେଖିଲେ यूएस को जो कार सब जाଉଛି, इंडिया यूएस को मते कार एक्सपोर्ट करूଛି। ଯଦି ସେ କଣ କଲେ ନା କାର ଉପରେ, ଅଟୋ ସେକ୍ଟର କାର ଉପରେ ଯଦି यूएस ତରଫରୁ ଘୋଷଣା କରାଗଲା यूएस को इंडिया जो कार ये କରୁଛି एक्सपोर्ट କରୁଛି ତା ଉପରେ टैरिफ 0 କରିଦେଲା, ତାହେଲେ କିଏ ମୁଭ୍ କରିବ? ହିରୋ ଟାଟା ମୋଟର କରିବ, ମୁଭ୍ କରିବ, ମାରୁତି କରିବ, ଟାଟା ଆଉ କରିବ, ମାରୁତି କରିବ। ଇଏ ଟାଟା ମାରୁତି ଅଧିକା ସପ୍ଲାଏ କରୁଛନ୍ତି, ଟାଟା ମାରୁତି ଅଧିକା ସପ୍ଲାଏ କରୁଛନ୍ତି ୟୁଏସ୍ କୁ, ତେଣୁ ଇଏ ଉଡିବ। ବାଜାଜ ଅଟୋ ଉଡିବ କି? ନା ବାଜାଜ ଅଟୋ କଣ ବନଉଛି? ଏ ଏଇ ଅଟୋ ବନଉଛି, ଗାଡି ବନଉଛି, ଟୁ ହ୍ୱିଲର। ଟିଭିରେ ବନଉଛି, ଇଏ ଉଡିବନି। ମାରୁତି ଉଡିବ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କାର ବନଉଛି, ମହିନ୍ଦ୍ରା ହଁ ଆଣ୍ଡ ସବୁ କରୁଛି, ମହିନ୍ଦ୍ରା ଆଣ୍ଡ ସବୁ ବନଉଛି, କାର ବି ବନଉଛି, ତେଣୁ କାର ଉଡିବ। ତେଣୁ ଏସବୁ ଜିନିଷ ଆପଣ ଜାଣିବା ପାଇଁ ହେଲେ କଣ କେମିତି ଜାଣିବେ? ତେଣୁ ଏସବୁ ଜିନିଷ ସପୋଜ ଅଟୋ ସେକ୍ଟର ଉପରେ ଆପଣ ଆନାଲିସିସ୍ କରିବାର ଅଛି, ଆଟଲିଷ୍ଟ କଣ କରିବେ, ଆଜି ରାତିରେ ବସିଲେ ଆପଣ ଦେଖିଲେ ଅଟୋ ସେକ୍ଟର ପାଇଁ ଜାଣିବା ପାଇଁ ଅଛି। ଆଜି ରାତିରେ ବସିଲେ କିଏ କଣ ଆଗ ଉପରେ ଗୁଗଲ ମାରିଦେଇ କମ୍ପାନୀ ଯାଇପାରିବେ, କିଏ କଣ କମ୍ପାନୀ କରୁଛି, ଆପଣ ମନେ ଯାହା କ୍ୱେଶ୍ଚିନ୍ ଆସିବ ଗୁଗଲ ରେ ମାରି ସେ ଆପଣଙ୍କୁ ଜିନିଷ କହିଦେବ ସବୁ କିଛି। ଗୁଗଲ ରେ ସର୍ଚ୍ଚ ମାରିଲେ କହିଦେଲେ ହିରୋ ମୋଟର କଣ ତିଆରି କରୁଛି, ଡିଟେଲ୍ସ ପାଇଯିବେ। ପାଇଲା ପରେ ଆପଣ ଜାଣିଗଲେ ଯେ ଏଇ ଆ ଭିତରେ କିଏ କଣ ସବୁ ବନାଉଛି। ନଚେତ ଆପଣ ଯଦି ନ ଚାହିଁବେ ଆପଣ କହିବେ ସ୍କିନର ୱେବସାଇଟ୍ ପଳେଇବେ। ସ୍କିନର ୱେବସାଇଟ୍ ଗଲେ ଯୋଉ କମ୍ପାନୀ ଡିଟେଲ୍ସ ଜାଣିବା ପାଇଁ ଆପଣ ଚାହୁଁଛନ୍ତି ସ୍କିନର ୱେବସାଇଟ୍ ପଳେଇବେ। ସ୍କିନର ୱେବସାଇଟ୍ ଯାଇ ଏଠି ମୁଁ ଚାହିଁବି ହିରୋ ମୋଟର ମାରିଦେଲି। ପ୍ରଥମ କ୍ଲାସରେ ସେଇଟା ମୁଁ ଆପଣଙ୍କୁ କହିଥିଲି, ଯେକୌଣସି ହୁଁ କମ୍ପାନୀ ଆପଣ ଜାଣିବା ପାଇଁ ହିରୋ ମୋଟର ମାରିଦେଲେ, ଏଇଠି ଆବାଉଟ ଲେଖା ହେଇଛି। ଏଇଠି ଆବାଉଟ ଯୋଉ ଲେଖିବେ ଇଏ ସବୁ କଣ କରୁଛି, କୋଉଠି କଣ କରୁଛି, ସର୍ଟକଟଲି ଏଠି ଆପଣ ଅଳ୍ପ ସମୟ ଭିତରେ ପାଇଯାଇ ପାରିବେ। ତେଣୁ ଆପଣ ସବୁ ଜିନିଷ ଲେଖିବା ଦରକାର ନାହିଁ, ଆଜ ଇମ୍ପୋର୍ଟାଣ୍ଟ ପଏଣ୍ଟ ଯୋଉ ହେଲା କଣ କରୁଛି, କୋଉଠି କମ୍ପାନୀ ଅଛି, କଣ ଅଛି, ଏସବୁ ଜିନିଷ ଆପଣ କୋଉ ବାଇକ ବନଉଛି, କଣ କରୁଛି, ଏସବୁ ଜିନିଷ ପାଇଗଲେ। ଅର୍ଥାତ୍ ଇଏ କମ୍ପାନୀଟା କଣ କରୁଛି ଆର ରେଜଲ୍ଟଟା ଆପଣ ଲେଖିକି ରଖିଲେ। ତ ଲେଖି ରଖିଲେ ମାନେ ଯେକୌଣସି ନ୍ୟୁଜ ଆସିଲା ଆପଣ ଦେଖିଲେ ଏଇ ରିଲେଟେଡ ଯଦି ନ୍ୟୁଜ ଅଛି ତାହେଲେ ସେମାନେ ଇଏ ଉଡିବ। ତେଣୁ ଆ ଉପରେ ଫୋକସ କରିବେ, ଅଦର ଷ୍ଟକ୍ ଉପରେ ଫୋକସ ନ କରିକି ଆପଣ ସବୁ ସେକ୍ଟରରେ ଷ୍ଟକ୍ ବାଛିବା ପାଇଁ ପଡେ। ଖାଲି ତ ଅଟୋ ସେକ୍ଟର ନୁହଁ, ମୁଁ ନେକ୍ସଟ କ୍ଲାସ କାଲି କ୍ଲାସରେ କହିବି କୋଉ ଷ୍ଟକରେ ଆପଣ କଣ କଣ ସବୁ ସିଲେକ୍ଟ କରିବେ। ଗୋଟେ ଭଲ ମୋ ଉପରେ କାଲି କ୍ଲାସ ଆମେ ଷ୍ଟକ୍ ସିଲେକ୍ସନ କରିବା, ତାପରେ ଆପଣ ଆନାଲିସିସ୍ କରିବା ପାଇଁ ପଡିବ। ତେଣୁ ଏସବୁ ଜିନିଷ କଣ ଗୁଗଲ ମାରିଲେ ପାଇପାରିବେ, ନଚେତ କମ୍ପାନୀର ୱେବସାଇଟ ଯାଇପାରିବେ, ନଚେତ ଏଇ ସ୍କିନର ୱେବସାଇଟ ପଳେଇବେ। ସ୍କିନର ୱେବସାଇଟ ପଳେଇଲେ ଏଠି କଣ କରିବେ ନା ଡିଟେଲ୍ସ ଆପଣ ସେ କମ୍ପାନୀ ବିଷୟରେ ଏଠି ପଢିବେ, ସବୁ ପଢିବେ ପେସେନ୍ସ ରଖିବେ, ବୁଝନ୍ତୁ ନ ବୁଝନ୍ତୁ ପଢିବା ପାଇଁ ପଡିବ କଣ କରୁଛି, ଇଏ ଆବାଉଟ କଣ ଲେଖା ଅଛି, ଆବାଉଟ ତ ଆପଣ ବୁଝିବାକୁ କିଛି ଅସୁବିଧା ହବନି। କଣ ଆସୁଛି ଏଠି ଲେଖା ହେଇଛି ଏ କମ୍ପାନୀଟା କେବେ ଷ୍ଟାର୍ଟିଂ ହେଲା, କୋଉଠି ଆର ମାନୁଫାକ୍ଚରିଂ ହଉଛି, କୋଉଠି ପ୍ରଡକ୍ଟ କରୁଛି, କେତେଟା ବ୍ରାଞ୍ଚ ଅଛି, କୋଉ ଜାଗାରେ ବ୍ରାଞ୍ଚ ଅଛି, ଏ ସବୁ ଜିନିଷ ଆପଣ ଏ ଜାଗାରେ ପାଇପାରିବେ। और आनुअल लास्ट आनुअल रिपोर्ट ଅଛି ପଳେଇଲେ, ନହେଲେ କମ୍ପାନୀ ୱେବସାଇଟ ପଳେଇଲେ ଆଉ ଡିଟେଲ୍ସ ଆପଣ ଜାଣିପାରିବେ। ତେଣୁ ଏସବୁ ଜିନିଷ ଆପଣଙ୍କ
पैसा लगेଇବା ପୂର୍ବରୁ ମାର୍କେଟ ଓହ୍ଲେଇବା ପୂର୍ବରୁ ଟଙ୍କାଟି ଇନଭେଷ୍ଟମେଣ୍ଟ କରିବା ପୂର୍ବରୁ ଏସବୁ ପଡିବ। ମାନେ ମୁଁ କହିବାର ମୂଳ ଉଦ୍ଦେଶ୍ୟ ହଉଛି କଣ, ଯେତେ ଆପଣ ଆ ପରେ ରିସର୍ଚ୍ଚ କରିବେ, ରିସର୍ଚ୍ଚ କରିକି ମାସକୁ 5 ଦିନ ଆପଣ କାମ କରିବେ, 5 ଦିନରେ ଆପଣ 5 ଦିନ ସକ୍ସେସ୍ ହେବେ। ମାସ ସାରା କାମ କରିବା ଦରକାର ନାହିଁ, 5 ଦିନ କାମ କରି ମାସ ପାଇଁ ମଧ୍ୟ ଆପଣ ଇନକମ୍ କରିପାରିବେ। ସବୁଦିନ ଟ୍ରେଡ୍ କରିବା ଆବଶ୍ୟକତା ନାହିଁ। ଯୋଉ ଦିନ ଦେଖିଲେ ଯୋଉ ସେକ୍ଟରରେ ପଜିଟିଭ ନ୍ୟୁଜ ଥିଲା, କଣ ପଜିଟିଭ ନ୍ୟୁଜ ରହିଲା, ସେ ସମ୍ପୂର୍ଣ୍ଣ ଆନାଲିସିସ୍ ଯଦି ଆପଣ କଲେ, ଆପଣ ଷ୍ଟ୍ରାଟେଜି ଯଦି ଗଲା, ଷ୍ଟ୍ରାଟେଜି ନ ଗଲେ ତ ଟ୍ରେଡ୍ କରିବେନି। ଆପଣ ଷ୍ଟ୍ରାଟେଜି ଗଲା, ତାହେଲେ ଯଦି ଟ୍ରେଡ୍ କରୁଛନ୍ତି ତାହେଲେ 5ଟାରୁ 5ଟା ଟ୍ରେଡ୍ ଆପଣ ସକ୍ସେସ୍ ହବ, ମାସରେ ଖୁସିରେ ଆପଣ ରହିବେ। ଏଥିପାଇଁ ଆପଣଙ୍କୁ ଲଟ୍ ଅଫ୍ ଲେବର ରିକ୍ୱାର୍ଡ, ପରିଶ୍ରମ କରିବାକୁ ପଡିବ, ରିସର୍ଚ୍ଚ କରିବା ପାଇଁ ପଡିବ। ଇଜିଲି ଭାଇ ମାର୍କେଟରେ ପଇସା ଆସିବନି। ସାର୍ ସବୁ ବେସିକଲି ସବୁ ମୋର ମାନେ ମୁଁ ମୋ ଇଏରେ କହୁଛି କି ସବୁ ସେକ୍ଟରରୁ ବେଶୀ ନୁହଁ 4-5ଟା ଲେଖା ଷ୍ଟକ୍ ସିଲେକ୍ସନ କରିକି ରଖିକି ସେ ତାରି ଉପରେ ଗୋଟାଏ ଦିଟା 4-5ଟା ଆପଣ 10ଟା ଷ୍ଟକ୍ କହିଛନ୍ତି, ଆପଣ 10ଟା କହିଛି, 10ଟା କହିଛନ୍ତି। ସବୁ ସେକ୍ଟର ଯିବା ଆବଶ୍ୟକତା ନାହିଁ। ଯୋଉ ଯୋଉ ସେକ୍ଟରରେ ଆପଣ ମୁଭ୍ ଯୋଉ ସେଇ ସେକ୍ଟର କରିବେ, ସେଇ ଷ୍ଟକ୍ କରିବେ। ସବୁଥିରୁ ଗୋଟେ ଦିଟା 10ଟା ଷ୍ଟକ୍ କରନ୍ତୁ, 10ଟା ଷ୍ଟକରେ ବାଛିକି କରନ୍ତୁ, କରିବେ। ମୁଁ ତ ଆରି ଭିତରେ ତ ସବୁ ତ ଷ୍ଟକ୍ ଯେତେବେଳେ ଦେଖେ ଟେଲିଗ୍ରାମ ସବୁ ଷ୍ଟକ୍ ମୁଁ ଟ୍ରେଡ୍ ଦିଏନି, କୁହେନି। ମାକ୍ସିମମ୍ 20-25ଟା ମୋର ଭିତରେ ଯୋଉ ସେ 20-25ଟା ଭିତରେ ହିଁ କୁହେ ଟ୍ରେଡ୍ ନେବା ପାଇଁ। ଆଉ ସ୍କ୍ରିନଶଟ ଯୋଉ ଦେଖେ ସେ ତାରି ପରେ ସ୍କ୍ରିନଶଟ ଦେଖି ସେ ଗ୍ରୁପରେ ଦିଏ ସବୁ ବ୍ରହ୍ମାସ୍ତ୍ର ଷ୍ଟ୍ରାଟେଜି ବେସରେ। ତ ଏତେ ଷ୍ଟକ୍ ଯିବା ଆବଶ୍ୟକତା ନାହିଁ। ଆପଣ ମ୍ୟାକ୍ସିମମ୍ ଆପଣ ଏକ୍ସପିରିଏନ୍ସ 2-3 ବର୍ଷ ହେଇଛି, 4 ବର୍ଷ ହେଇଥିବ, ମ୍ୟାକ୍ସିମମ୍ 20ରୁ 30ଟା ଷ୍ଟକ୍ ଭିତରେ ରଖିବେ। ତା ଭିତରେ ଯାହାର ଯୋଉ ନ୍ୟୁଜ ଆସେ ସେଇ ବିଷୟରେ ଟ୍ରେଡ୍ କରିବେ। ନଚେତ୍ ପ୍ରତିଦିନ ମଧ୍ୟ ଆପଣ କରିପାରିବେ, ନ୍ୟୁଜ ଥାଉ କି ନଥାଉ, କାରଣ ମାର୍କେଟରେ ମୁଭ୍ ନେଇକରି ଆପଣ ଟ୍ରେଡ୍ କରିପାରିବେ। ଆସ୍ତେ ଆସ୍ତେ ପ୍ଲାନିଂ କରି କରିପାରିବେ। ଆମେ ଶିଖିବା ସବୁ ଆସ୍ତେ ଆସ୍ତେ ଯେ କାହା ଉପରେ କେମିତି ଆମେ ଟ୍ରେଡ୍ କରେ। ଆମେ ତ ଷ୍ଟ୍ରାଟେଜି ପଢିବା, ସବୁ 1 by 1 ଷ୍ଟ୍ରାଟେଜି ପଢିବା, 1 by ପଢିବା। ତେଣୁ ପେସେନ୍ସ ରଖନ୍ତୁ, କିନ୍ତୁ ମୁଁ ଯୋଉ ଯୋଉ ଜିନିଷ କହୁଛି ତା ଉପରେ ଆପଣ ଫୋକସ୍ କରନ୍ତୁ, ଫୋକସ୍ କରିକିରି କରନ୍ତୁ। ତେଣୁ ଆପଣ ମାନଙ୍କ ପାଇଁ ଆଜିର ହୋମୱାର୍କ ହେଲା, ଯେତେବେଳେ ଯିଏ ହୋମୱାର୍କ କରି ସେ ସକ୍ସେସ୍ ହେବ, ହୋମୱାର୍କ ନ କଲେ ଆପଣ ଉପରେ। ତେଣୁ ଆଜି ଆପଣ ପାଇଁ ହୋମୱାର୍କ ହେଲା କଣ, ଏଇ ଯୋଉ ଅଟୋ ସେକ୍ଟର ଯିଏ ଦେଖୁଛନ୍ତି, ଯେତିକି ଆପଣ ଦେଖିଲେ, ଏ ଅଟୋ ସେକ୍ଟର କିଏ କଣ ମ୍ୟାନୁଫ୍ୟାକ୍ଚର କରୁଛି, ଆପଣଙ୍କ କାମ ହେଲା ଅଧଘଣ୍ଟେ ଲାଗିବ। ଇଏ ଆଜି ରାତିରେ ବସି କିଏ କଣ ମ୍ୟାନୁଫ୍ୟାକ୍ଚର କରୁଛି, ତ ସେଇ ବିଷୟରେ ସର୍ଟକଟ ଆବାଉଟ ଯୋଉ କହିଲି, ଆବାଉଟ ଉପରେ ଆପଣ ପଢିକିରି ଆପଣ ମାର୍କେଟ ଲେଖିପାରିବେ କିଏ କିଏ କଣ ମ୍ୟାନୁଫ୍ୟାକ୍ଚର କରୁଛି, ସେ ଲିଷ୍ଟ ବନେଇକି ପେପର ଖାତା ଗୋଟେ କରନ୍ତୁ, ଖାତାରେ ଆପଣ ଲେଖନ୍ତୁ। ବୁଝିପାରିଲେ? ହେଇପାରିବ ନା ହେଇପାରିବନି? ହଁ ସାର୍ ହେଇପାରିବ। ଆଜ୍ଞା ସାର୍ ହେଇପାରିବ। ଆପଣ ଏବେ ଆସିଲେ କି? ପୁରା ଥିଲି ନା, କ୍ଲାସରେ ଥିଲି। ଓକେ। ତ ଏସବୁ ଜିନିଷ ହେଲା କଣ, ଯୋଉ ଯୋଉ ଜିନିଷ କହୁଛି ଭାଇ କରନ୍ତୁ। ମୁଁ ଯାହା ଯାହା ଜିନିଷ କହୁଛି ଆପଣ ଯଦି କରିବେ, ଇଜିଲି ମାର୍କେଟରୁ ପଇସା ଇନକମ୍ କରିପାରିବେ। ତେଣୁ ପ୍ରଥମେ ପଇସା ପଛରେ ପଡନ୍ତୁନି, ରିସର୍ଚ୍ଚ କରନ୍ତୁ। ରିସର୍ଚ୍ଚ କରନ୍ତୁ, ବାରମ୍ବାର କହୁଛି ରିସର୍ଚ୍ଚ କରନ୍ତୁ। ରିସର୍ଚ୍ଚ ଯେତେ କରିବେ ମାର୍କେଟରେ ଆପଣ ସେତେ ସକ୍ସେସ୍, ପଢିକି ରହିଲେ ସକ୍ସେସ୍ ହେବେ। ପଇସା ଓରିଏଣ୍ଟେଡ ହୁଅନ୍ତୁନି, ରିସର୍ଚ୍ଚ କରନ୍ତୁ, ପଢନ୍ତୁ, ଶିଖନ୍ତୁ, ଶିଖିବା ଉପରେ ଫୋକସ୍ କରନ୍ତୁ। ମାର୍କେଟ ଆପଣ ପ୍ରବଳ ପଇସା ଦବ, ରଖିପାରିବେନି। ମାନେ ସେ ଷ୍ଟେଜ ଆସିବ, ସେ ଷ୍ଟେଜ ପର୍ଯ୍ୟନ୍ତ ଆପଣ ୱେଟ୍ କରନ୍ତୁ, ଲର୍ଣ୍ଣିଂ ଉପରେ ଫୋକସ୍ କରନ୍ତୁ। ତ ଆଜିର ଆପଣ କାମ ହେଲା ଅଟୋ ସେକ୍ଟର କିଏ କିଏ କଣ ମ୍ୟାନୁଫ୍ୟାକ୍ଚର କରୁଛନ୍ତି, ତା ଉପରେ କାମ ଲେଖି ରଖିବେ, ପେନ୍ ଆଣ୍ଡ ପେପର ସବୁ ଲେଖି ରଖିବେ। ମତେ କାଲିର କ୍ଲାସରେ କହିବେ କିଏ କଣ ସବୁ ମ୍ୟାନୁଫ୍ୟାକ୍ଚର କରୁଛନ୍ତି, ତାର କୋଉଠି କୋଉଠି ସବୁ ହେଡକ୍ୱାର୍ଟର କୋଉ ଜାଗାରେ ଅଛି, କୋଉଠି କୋଉଠି ଏକ୍ସପୋର୍ଟ କରୁଛନ୍ତି, କୋଉଠି ଇମ୍ପୋର୍ଟ କରୁଛନ୍ତି, ସେଇ ସବୁ ଜିନିଷ ଡିଟେଲ୍ସ ଲେଖି ରଖିବେ, ପରିଶ୍ରମ ଟିକେ କରନ୍ତୁ, ଲେଖି ରଖନ୍ତୁ। କାଲିର କ୍ଲାସ କହିବେ, କାଲିର କ୍ଲାସରେ ଆମେ କଣ କରିବା ନା ସେକ୍ଟର ୱାଇଜ ଷ୍ଟକ୍ ସିଲେକ୍ସନ କରିବା। କଣ କରିବା? ସେକ୍ଟର ୱାଇଜ ଷ୍ଟକ୍ ସିଲେକ୍ସନ କରିବା। ସେକ୍ଟର ୱାଇଜ ଷ୍ଟକ୍ ସିଲେକ୍ସନ ଲିଷ୍ଟ କରିବା। ଆପଣଙ୍କୁ 20ଟା ଷ୍ଟକ୍ ଦିଆଯିବ, ସେ 20ଟା ଷ୍ଟକ୍ ଉପରେ ଆପଣ ଫୁଲ ରିସର୍ଚ୍ଚ ଆରମ୍ଭ କରିବେ। କଣ କହୁଛନ୍ତି, କରିବେ? ହଁ ହଁ କି ସାର୍ ନା? ହଁ ଆଜ୍ଞା। ସର୍ଟକଟ ଭାଇ ଖୋଜନ୍ତୁନି, ସର୍ଟକଟ ଖୋଜିଲେ ଭାଇ ବର୍ବାଦ ସର୍ଟକଟ ହେଇଯିବେ। ଖୋଜିକି ସାର୍ ହଇରାଣ ହେଇଛୁ। ମୁଁ ତ ହଇରାଣ ହେଇଛି, ଆଉ ଭାଇ ମାନେ କଣ ହେଇଛନ୍ତି ମୁଁ ତ କହିପାରିବିନି। ମୁଁ ତ ହଇରାଣ ହେଇଛି 60-65,000। ସମସ୍ତଙ୍କ ଅବସ୍ଥା ସେ, କିଏ କହିଲା କିଏ ନ କହିଲା, ସମସ୍ତଙ୍କ ଅବସ୍ଥା, ସମସ୍ତେ ସର୍ଟକଟ ପାଇଁ ଖୋଜନ୍ତି, ଖୋଜିକି ବର୍ବାଦ ହୁଅନ୍ତି। ତେଣୁ ସର୍ଟକଟ ଖୋଜନ୍ତୁନି, ସମୟ ଲାଗୁ, ରିସର୍ଚ୍ଚ କରନ୍ତୁ,
ପଢନ୍ତୁ ରିସର୍ଚ୍ଚ କରି ରଖନ୍ତୁ ମୁଁ ଯେମିତି କହୁଛି ଫଲୋ କରନ୍ତୁ ଆପଣ ମୋ ଷ୍ଟ୍ରାଟେଜି ଫଲୋ କରିବା ଆବଶ୍ୟକତା ପଡିବନି ଆପଣ ନିଜର ଷ୍ଟ୍ରାଟେଜି ବନେଇକିରି କରିପାରିବେ ତେଣୁ ସେଥିପାଇଁ ତ ଆପଣ ତ କେତେ ରିସର୍ଚ୍ଚ କଲେ ତ ଆପଣ ନିଜ ଷ୍ଟ୍ରାଟେଜି ବନେଇବେ ମୁଁ ତ ଷ୍ଟ୍ରାଟେଜି କହିବି କିନ୍ତୁ ଆପଣ ମୋ ଷ୍ଟ୍ରାଟେଜି କାମ କରିବାକୁ ପଡିବନି ସେଇ ଷ୍ଟ୍ରାଟେଜିରୁ ଆପଣ ନିଜ ଷ୍ଟ୍ରାଟେଜି ବନେଇକିରି ଆପଣ କାମ କରିପାରିବେ ତେଣୁ ସେଥିପାଇଁ ଆପଣଙ୍କୁ ରିସର୍ଚ୍ଚ ଦରକାର ଓକେ ଦେନ୍ ଆଜି ପାଇଁ ଏତିକି ଗୁଡ୍ ନାଇଟ୍ ଟୁ ଅଲ୍ ତେଣୁ ଯାହା ଯେତେବେଳେ ଆପଣ ହୋମୱାର୍କ ଦିଆହେଲା ଆପଣ ଟିକେ ସିରିୟସ୍ ହେଇ କାମ କରନ୍ତୁ ଓକେ ଆଜ୍ଞା ନମସ୍କାର ତ କାଲି ଏଗାର 7:30 ହବ କ୍ଲାସ୍ ଆପଣ କାମ ହେଲା ଏ ଅଟୋ ସେକ୍ଟର କିଏ କ'ଣ ମାନୁଫ୍ୟାକ୍ଚର କରୁଛନ୍ତି ଆଜି ବସିକିରି କ୍ଲାସ୍ ସରିଲା ପରେ ରାତିରେ ଶୋଇବା ପୂର୍ବରୁ ନୋଟ୍ ଡାଉନ୍ କରିକି ଓକେ ଗୁଡ୍ ନାଇଟ୍ ଆଜ୍ଞା ଅଲ୍ ଥ୍ୟାଙ୍କ ୟୁ ସାର୍ ଓକେ